हरि ओम हरि ओम। हेलो। प्रणाम गुरुजी। आज्ञा आज्ञा प्रणाम प्रणाम। कौन? गुरुजी କଥା ही बोलଥିଲି ଟିକେ। हाँ हाँ कौन कौन कौन? गुरुजी ଆପଣ ତ ପୁନର୍ଜନ୍ମ ଭିଡିଓ କରିନାହାନ୍ତି କି? आज्ञा ସେଇଟା ଯୋଉ ପୁନର୍ଜନ୍ମ କହୁଛନ୍ତି आज्ञा ମୁଁ ଭାବୁଥିଲି ପୁନର୍ଜନ୍ମ ଜଣେ ହେଲେ ସାର୍ ଜଣେ କହିଥିଲେ କି ମୋ ସଂସାରଟା ଆଗକୁ କେମିତି ବଢିବ ବୋଲି କହିଛନ୍ତି। ହେଲେ ମୁଁ ଭାବିଲି ଗଛ ହେଲେ ତାର ତ ପୁନର୍ଜନ୍ମ ମଞ୍ଜି ପଡି କେମିତି ହଉଛି ବୋଲି ଭାବିଲି। ଆଉଥରେ ଭାବିଲି ଗଛଟା ଯେମିତି ଥାଉଛି ଆଉଥରେ ଗଛର ମଞ୍ଜି ପଡିକି ଆଉଥରେ କେତେ ଗଛ ହେଉଛି ସେମିତି ଆମର ପୁନର୍ଜନ୍ମଟା ଆମ ପିଲା ହବ କି ଗୁରୁଜି? ସେମିତି ଏବେ ଆମ ପିଲା ଆମ ଦ୍ଵାରା କେତେ ଗୁଡି ଆଗକୁ ଯାଉଛି ନା ସଂସାରଟା ପିଲାପିଲି ଜନ୍ମ ହେଇକି। अच्छा अच्छा ଆପଣ ଏଇ ପୁନର୍ଜନ୍ମ କଥା କହୁଛନ୍ତି, ମାନେ ଆପଣ ପଚାର ଉଦ୍ଦେଶ୍ୟ ପୁନର୍ଜନ୍ମ ସତ୍ୟରେ ଅଛି କି ନାହିଁ, ଯଦି ଅଛି କେମିତି ଅଛି, କ'ଣ ଅଛି? ନାଇଁ ସେଇଟା ନାହିଁ, ପୁନର୍ଜନ୍ମ ନାହିଁ, ହେଲେ ସଂସାରଟା ଯୋଉ ଆଗକୁ ବଢିବ କେମିତି ବୋଲୁଛନ୍ତି। ହେଲେ ଆମର ଦେହରୁ ଆମର ପିଲାମାନେ ଜନ୍ମ ହଉଛନ୍ତି ନା। ହଁ 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 ନାଇଁ ଆମର ଦେଖନ୍ତୁ ପୁନର୍ଜନ୍ମ ସାର୍ଟଟା ନାଇଁ ଗୁରୁଜି, ହଁ ସାର୍ଟଟା ଧୋଇଗଲେ ଆମେ ସେ ସାର୍ଟଟା ଆଉ ପିନ୍ଧୁନୁ ନା, ଆଉ ଥରେ ନୂଆ ସାର୍ଟଟା ଆଣୁଛୁ ନା। ସେମିତି ଆମ ହୁଁ ହୁଁ ପିଲାମାନେ ତାଙ୍କର ଆମର ସଂସାରଟା ଆଗକୁ ଯିଏ ଆମେ ପିଲାମାନଙ୍କ ପୁନର୍ଜନ୍ମ ଏମିତି ହବ କି? ସୁନ୍ଦର ସୁନ୍ଦର ଦେଖନ୍ତୁ, ସାର୍ଟ ମାନେ ଆପଣ କହିବାର ଉଦ୍ଦେଶ୍ୟ ଶରୀରକୁ ଯେମିତି ଆତ୍ମା ବସ୍ତ୍ର ରୂପରେ ଧାରଣ କରୁছে ଆମେ ଶୁଣିଛେ, ତ ହଁ ଏଠି ଆତ୍ମା ଶରୀରକୁ ପରିବର୍ତ୍ତନ କରେ, ବିଭିନ୍ନ ଶରୀରକୁ ଧାରଣ କରେ, ଏପରିକି ଆମେ ଶୁଣିଛେ। ହଁ ତ ସେଇଆକୁ ନେଇକି ବୋଧେ ଆପଣ ତର୍ଜମା କରି କହୁଛନ୍ତି ସାର୍ଟ ଚିରିଗଲେ ଆଉ ଗୋଟେ ନୂଆ ସାର୍ଟ ପିନ୍ଧୁଛେ। ହଁ, ସେ ସାର୍ଟଟା ଆଉ ପିନ୍ଧୁନୁ ନା, ସେଟା ହୁଁ ଗଲା ହୁଁ ନା। ହୁଁ ହୁଁ ନାଇଁ ଶୁଣନ୍ତୁ ଶୁଣନ୍ତୁ, ଆକ୍ଚୁଆଲି ତତ୍ଵ ବହୁତ ଗଭୀର କଥା, ବହୁତ ବିବେକୀ ହେଇକରି ତର୍ଜମା କଲେ ଆମେ ବୁଝିପାରିବା। ମୋତେ ଗୋଟେ କଥା କୁହନ୍ତୁ, ସର୍ବପ୍ରଥମେ ଆମେ ଧୀରେ ଧୀରେ ତର୍ଜମା କରି କରିକା ଯିବା। ହଁ ଆଚ୍ଛା, ପ୍ରଥମ କଥା ହେଲା, ମୋତେ ଗୋଟେ କଥା କୁହନ୍ତୁ, ଏମିତି କୌଣସି ଶରୀର ଅଛି କି ଆତ୍ମା ବିନା ସେ ଶରୀର ବଞ୍ଚିଛି? ନାଇଁ ନା। ବୁଝିପାରୁଛନ୍ତି? ହଁ ଆତ୍ମା ବିନା କୌଣସି ଶରୀର ନାହିଁ। ଦ୍ୱିତୀୟ, ଆଉ ଟିକେ ଗଭୀର ଭାବରେ ଯଦି ଆମେ ବୁଝିବା, ଆମର ଯେଉଁ ଶୁକ୍ରକଣ ଅଣ୍ଡାଣୁ ଅଛି, ସିଏ ବି ହଁ ଜୀବିତ ଅଛି। ହଁ ସେଠି ବି ଜୀବଶକ୍ତି ଅଛି ତା ଭିତରେ। ହଁ ବୁଝିପାରୁଛନ୍ତି? ହଁ ମାନେ ଜଣେ ଭ୍ରୂଣ, ଗୋଟେ ଶରୀର ଜନ୍ମ ହେବା ପୂର୍ବର ଅବସ୍ଥା ଯେଉଁ ଶୁକ୍ରାଣୁ ଅଣ୍ଡାଣୁ ଅଛି, ସିଏ ବି ଜୀବିତ ଅଛନ୍ତି। ସେ ଦି ଜଣଙ୍କ ମିଳନରେ ଗୋଟେ ଶରୀର ନିର୍ମାଣ ହେଉଛି। ମାନେ ଜନ୍ମ ହେଉଥିବା ପୂର୍ବ ଅବସ୍ଥାରେ ବି ସେ ଜୀବିତ ହିଁ ଅଛନ୍ତି। ଜନ୍ମ ହେଇ ସାରିବା ଅବସ୍ଥାରେ ବି ପ୍ରତ୍ୟେକ ଶରୀର, ପଶୁ କୁହନ୍ତୁ, ପକ୍ଷୀ କୁହନ୍ତୁ, ମଣିଷ କୁହନ୍ତୁ, ପ୍ରତ୍ୟେକ ଶରୀର ଭିତରେ ବି ସେଇ ବ୍ରହ୍ମ ବିଦ୍ୟମାନ ଅଛନ୍ତି। ବ୍ରହ୍ମ କାହିଁକି ଅଛନ୍ତି? ଆମେ ଜାଣିଛେ ବ୍ରହ୍ମଙ୍କ ଆଧାରରେ ବିନା ପ୍ରାଣ ପରିଚାଳନ ହବନି। କେନ ଉପନିଷଦର ଅଷ୍ଟମ ମନ୍ତ୍ର, କେନ ହୁଁ ଉପନିଷଦର ଅଷ୍ଟମ ମନ୍ତ୍ର ଆମେ ବୁଝିଥିଲେ, ୟତ୍ ପ୍ରାଣେନ ନା ପ୍रणेति येन ପ୍ରାଣ प्रणीयते तदेव ବ୍ରହ୍ମତ୍ୱଂ ବିଦ୍ଧି ନେଦମ୍ ଏଦିତମ୍ ଉପାସ୍ୟତେ। ମାନେ ପ୍ରାଣ ବ୍ରହ୍ମକୁ ପରଖି ପାରିବନି। ଏ ପ୍ରାଣର ଯିଏ ଆଧାର, ଏ ପ୍ରାଣ ଶକ୍ତି ଯେଉଁ ଶକ୍ତିର ଆଧାରରେ ପରିଚାଳନା ହେଉଛି, ତଦେବ ବ୍ରହ୍ମତ୍ୱଂ ବିଦ୍ଧି, ତାଙ୍କୁ ତୁମେ ବ୍ରହ୍ମ ରୂପରେ ଚିହ୍ନ। ମାନେ ଯିଏ ବି ଜୀବିତ ଅଛି, ଯିଏ ବି ଭୌତିକ ବସ୍ତୁ ପଦାର୍ଥ ଅଛି, ସମସ୍ତଙ୍କ ଭିତରେ ସେ ଆତ୍ମଶକ୍ତି ବିଦ୍ୟମାନ ଅଛନ୍ତି। ତ ଏଠି ବସ୍ତ୍ର ପରିବର୍ତ୍ତନ କରେ, ମାନେ ବ୍ୟବହାରିକ ଭାଷାରେ କୋଉଠି ନା କୋଉଠି କିଏ ନା କିଏ ପ୍ରବଚକ କହିନେଇଛନ୍ତି କଥାକୁ, ବସ୍ତ୍ର ପରିବର୍ତ୍ତନ କରେ। ବସ୍ତ୍ର ପରିବର୍ତ୍ତନ କରେ ମାନେ ଏଠି ଦେଖନ୍ତୁ, ଆମେ ଏମିତି ତ ବହୁତ ଗଭୀର କଥା ଏଇଟା, ବ୍ରହ୍ମଙ୍କୁ କୌଣସି ଭୌତିକ ବସ୍ତୁ ପଦାର୍ଥ ସାଙ୍ଗରେ ଆମେ ତୁଳନା କରିକିରି ବୁଝିପାରିବେନି। ହୁଁ କାହିଁକିନା ଯାହା ବି ବ୍ୟବହାରିକ ରୂପରେ ଆପଣଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିବେ, ସେଇଟା ଭୌତିକ ବସ୍ତୁ। ଆଚ୍ଛା, ଭୌତିକ ବସ୍ତୁ ଯେହେତୁ ଅନାତ୍ମା, ସେ ଯେହେତୁ ଅନିତ୍ୟ, ଅନିତ୍ୟ ବସ୍ତୁର ଆଧାରରେ ନିତ୍ୟ ବସ୍ତୁକୁ ଚିହ୍ନିବା ଅସମ୍ଭବ ହେଇଯିବ। କିନ୍ତୁ ଆଂଶିକ ଆମେ ଟିକେ ବୁଝିପାରିବା। ହଁ ଆଂଶିକ ବୁଝିପାରିବା କ'ଣ? ଆତ୍ମା ଶରୀରକୁ ବସ୍ତ୍ର ରୂପରେ ଧାରଣ କରିଛି। ଏଇଟା ହେଲା ଆର ଗଭୀର ତାତ୍ପର୍ଯ୍ୟ ହେଲା, ଯେମିତି ଆମେ ବସ୍ତ୍ରକୁ ପିନ୍ଧୁଛେ, ବସ୍ତ୍ର ଆମଠାରୁ ଭିନ୍ନ ଅଛି। ଗୋଟେ ସାର୍ଟଟା ଆମେ ପିନ୍ଧିଛେ, ସେ ସାର୍ଟ ଯଦି ଚିରିଗଲା, ତାକୁ ଆମେ କ'ଣ କରୁଛେ? ସିଲେଇ କରିକି ପିନ୍ଧିପାରିବା, ନଚେତ୍ ସାର୍ଟକୁ ଫୋପାଡ଼ିକି ଆଉ ଗୋଟେ ସାର୍ଟ ଆମେ ଆଣିକିରି ହଁ ପିନ୍ଧିପାରିବା। ସାର୍ଟ ଚିରିଗଲା ତା ମାନେ ନୁହଁ ଯେ ମୁଁ ଚିରିଗଲି। ନା ସାର୍ଟରେ କିଛି ମଳି ନାଗିଗଲା, ଧୂଳି ନାଗିଗଲା, ଟିକେ କୋଉଠି ଦାଗ ନାଗିଗଲା, ସାର୍ଟରେ ଦାଗ ନାଗିଗଲା ତା ମାନେ ନୁହଁ ଯେ ମୋ ଦେହରେ ଦାଗ ନାଗିନି, ମୁଁ ସାର୍ଟ ଠୁ ଭିନ୍ନ ଅଛି। ବୁଝିପାରୁଛନ୍ତି? ତ ହୁଁ ଏ ବ୍ୟାଖ୍ୟାକୁ ବୁଝିବା ପାଇଁ ଏଠି ବସ୍ତ୍ରର
ଉଦାହରଣ ନିଆଯାଇଥିଲା। ବସ୍ତ୍ରର ଉଦାହରଣ ନେଇକରି ଏକଥା ଆମକୁ ବୁଝାଉଥିଲେ, ବସ୍ତ୍ର ରୂପକ ଶରୀର ଠାରୁ ମୁଁ ଭିନ୍ନ ଅଛି। ଶରୀର ଏକ ବସ୍ତ୍ର ପରିକା। ଶରୀରକୁ ରୋଗ ହେଇପାରେ, ଶରୀର କୋଉଠି ଆକ୍ସିଡେଣ୍ଟ ଇନସିଡେଣ୍ଟ ହେଇକରି ଭାଙ୍ଗି ତ୍ରୁଟି ଯାଇପାରେ, ଶରୀରର ବୃଦ୍ଧାପ୍ୟ ଆସିପାରେ, ଶରୀର ମୃତ୍ୟୁ ହେଇପାରେ, କିନ୍ତୁ ମୁଁ ଶରୀର ଠାରୁ ଭିନ୍ନ ଅଛି। ମୁଁ ଅଜର, ମୁଁ ଅମର, ମୁଁ ଅବିନାଶୀ। ଆଉ ଦ୍ୱିତୀୟ କଥା, ବଡ଼ ଆଚମ୍ବର କଥା, ବହୁତ ଆଶ୍ଚର୍ଯ୍ୟଜନକ କଥା, ମୁଁ ସବୁ ଶରୀର ଭିତରେ ଅଛି। ଏ କଥା ଏଠି ସବୁ ଶରୀର ଜଡ ଚେତନ ସବୁଠାରେ ଅଛନ୍ତି ନା ଖାଲି ସୁନ୍ଦର ଶରୀର? ସୁନ୍ଦର ଜଡ଼ ଚେତନ ସମସ୍ତଙ୍କ ଭିତରେ। ହଁ ଅଖଣ୍ଡ ମଣ୍ଡଳାକାରಂ ବ୍ୟାପ୍ତମ୍ ଏନ ଚରାଚରମ୍ ତତ୍ପଦମ୍ ଦର୍ଶିତମ୍ ଏନ ତସ୍ମାଇ ଶ୍ରୀ ଗୁରୁବେ ନମଃ। ମାନେ ଅଖଣ୍ଡ ଭାବରେ ହଁ ମଣ୍ଡଳାକାରରେ ଜଡ଼ ଆଉ ଚେତନା ଭିତରେ। ଏଠି ଦେଖନ୍ତୁ, ଏ ଜଡ଼ ଚେତନକୁ ଆଉ ଟିକେ ଭଲ କିନି ବୁଝନ୍ତୁ। ଜଡ଼ ଚେତନର ଆଧାର ବ୍ରହ୍ମ। ହଁ ବୁଝିପାରୁଛନ୍ତି? ହଁ ଆମେ ମାନି ନେଇଛେ, ଆମେ ଭୌତିକ ବ୍ୟବହାରକୁ ନେଇକି ସବୁ କଥାକୁ ପରଖୁଛେ। ଆମେ ହଁ ମାନି ନେଇଛେ ଗୋଟେ ପଥର ହେଲା ସେଟା ଜଡ଼, ସେ ହୁଁ ଚାଲି ପାରୁନି, ବୁଲି ପାରୁନି। ଗୋଟେ ହୁଁ ଗଛ ହେଲା ସେଇଟା ଗୋଟେ ଚେତନ ବସ୍ତୁ, ସେ ବୃଦ୍ଧି ହଉଛି, ଫଳ ଦଉଛି, ଛୋଟରୁ ବଡ଼ ହଉଛି। ବୁଝିପାରୁଛନ୍ତି? ହୁଁ ଆଚ୍ଛା, ଆମେ ଭାବୁଛେ ଗୋଟେ ପାହାଡ଼ ସେଟା ହେଲା ଜଡ଼। ଗୋଟେ ବଡ଼ ପଶୁ ମାନେ ଆମେ ଯାହାବି, ଆମେ ଘୋଡ଼ା କହିପାରିବା, ଗାଈ କହିପାରିବା, ମଣିଷ କହିପାରିବା, ଇଏ ହେଲେ ଚେତନ। ହୁଁ କିନ୍ତୁ ଯଦି ଗଭୀର ଭାବରେ ଆମେ ଦେଖିବା, ବ୍ରହ୍ମଙ୍କ ଛଡ଼ା ସବୁ ଜଡ଼ ହିଁ। କେମିତି ହଁ ଜଡ଼? ଦେଖନ୍ତୁ, ବୁଝନ୍ତୁ ଭଲ କିନି। ଏ ଶରୀରକୁ ଆମେ କହୁଛେ ଚେତନ। ଶରୀର ଯେତେବେଳେ ମୃତ୍ୟୁ ହେଇଯାଉଛି, ବ୍ରହ୍ମସତ୍ତା ଯେତେବେଳେ ଏ ଶରୀରକୁ ଛାଡ଼ି ଦେଉଛନ୍ତି, ଶରୀର ଶବ ହେଇଯାଉନି, ଶରୀର ଜଡ଼ ହେଇଯାଉନି। ପୁରା ଗୁରୁଜୀ, ବ୍ରହ୍ମ ସେଥିରେ କରେଣ୍ଟ ରହିଲା ପରି। ନାଇଁ ସେଇଟା ଶୁଣନ୍ତୁ, ଆମେ ଦେଖନ୍ତୁ, ଇଏ ବ୍ରହ୍ମଜ୍ଞାନ ହେଲା ବହୁତ ଟିକେ କନଫ୍ୟୁଜ ସବଜେକ୍ଟ। କନଫ୍ୟୁଜ ମାନେ ଗୋଟେ କଥା ହଉଥିବା ଆଉ କୁଆଡ଼େ ପଳେଇବା। ଏଇଠି ଦେଖନ୍ତୁ, ଭଲ କିନି ବୁଝନ୍ତୁ। ଆମେ ଜଡ଼ ଚେତନକୁ ବୁଝୁଛେ, ଯେଉଁ ହଁ ଷ୍ଟାଣ୍ଡ ପଏଣ୍ଟରେ ବୁଝୁଛେ ସେ ଷ୍ଟାଣ୍ଡ ପଏଣ୍ଟଟାକୁ ଧରିକି ରଖିବେ, ତାପରେ ଆମେ ଅନ୍ୟ ଆଡ଼କୁ ଯିବା। ହଁ ହଁ ପ୍ରଥମେ ବୁଝନ୍ତୁ, ଆମେ ଏବେ ବସ୍ତ୍ର କ'ଣ, ଶରୀର କ'ଣ, ଜଡ଼ କ'ଣ, ଚେତନା କ'ଣ ଉପରେ ବୁଝୁଛେ। ତ ହଁ ସେ ଷ୍ଟାଣ୍ଡ ପଏଣ୍ଟରେ ଆମେ ବୁଝିବା। ସେଠି କ'ଣ ହେଉଛି, ଏ ଯେଉଁ ଶରୀରକୁ ଆମେ ସର୍ବପ୍ରଥମେ କ'ଣ ମାନିଥିଲେ? ଚେତନା ମାନିଥିଲେ। ହୁଁ କିନ୍ତୁ ପଥରକୁ ଆମେ ଜଡ଼ ମାନିଥିଲେ। ହଁ ଦେଖିବାକୁ ଗଲେ, ଏ ଯେଉଁ ଚେତନା ରୂପକ ଶରୀରକୁ ଯେତେବେଳେ ଆତ୍ମା ଛାଡ଼ି ଦେଉଛନ୍ତି, ଶରୀର ଶବ ହେଇଯାଉଛି, ଶରୀର ଜଡ଼ ହେଇଯାଉଛି, ଶରୀର ଆଉ ହଲି ବୁଲି ପାରୁନି, ନାଠି ହୁଁ ହେଇଯାଉଛି। ଶରୀରକୁ ଫେର 4 ଜଣ କାନ୍ଧେଇକି ନେଉଛନ୍ତି, ତାକୁ ପୋଡୁଛନ୍ତି କିମ୍ବା ପୋତୁଛନ୍ତି, ଯାହାବି କ୍ରିୟାକର୍ମ କରୁଛେ। ହଁ ଧରିପାରୁଛନ୍ତି? ହଁ ତ ହଁ ହଁ ତ ଏ ଷ୍ଟାଣ୍ଡ ପଏଣ୍ଟରେ ଶରୀର ବି ଜଡ଼। ହଁ ତାପରେ ଆମେ କହିବା ଇନ୍ଦ୍ରିୟ। ଇନ୍ଦ୍ରିୟକୁ ଆମେ ଚେତନା ଭାବୁଥିଲେ, ଇନ୍ଦ୍ରିୟଙ୍କ ମାଧ୍ୟମରେ ଆମେ ଭୌତିକ ବସ୍ତୁ ପଦାର୍ଥକୁ ଅନୁଭବ କରୁଛେ। ତ ଇନ୍ଦ୍ରିୟ ବି ଜଡ଼ ହେଇଯାଉଛନ୍ତି। ଯେତେବେଳେ ଶରୀର ମରିଗଲା, ଆଖିଟା ବି ମରିଗଲା, କାନଟା ବି ମରିଗଲା, ଆପଣଙ୍କର ଜିଭ। ଆଚ୍ଛା, ଇଏ ଯେଉଁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ଆମେ ଆଜିକାଲି କ'ଣ ହେଉଛି, ଯେଉଁ ଡୋନେସନ୍ କରୁଛନ୍ତି ସବୁ ହଁ 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 ଅଙ୍ଗକୁ ଦାନ କରୁଛନ୍ତି, ଦାନ ଶରୀରର କରୁଛନ୍ତି। ଅଙ୍ଗକୁ ଦାନ କରିଦେଉଛନ୍ତି। ସେ ଅଙ୍ଗକୁ ନେଇକରି ଅନ୍ୟ ଶରୀର ଦେହରେ ଆମେ ଯୋଡ଼ିକିରି ସେ ଶରୀରକୁ ଜୀବିତ ରଖିପାରୁଛେ। ହଁ ସେ ଅଙ୍ଗ ପ୍ରତ୍ୟଙ୍ଗ ବି ଜୀବିତ ରହୁଛି। ଜଣେ ଶରୀର ଦେହାନ୍ତ ହେଇଗଲେ, ସେ ଆଖିଟାକୁ ନେଇକି, ସେ ଶରୀରର ଆଖି ନେଇକରି ଆଉ ଜଣେ ଜୀବିତ ଶରୀରର ଆଖି ସାଙ୍ଗରେ ଆମେ ଲଗେଇ ଦେଲେ ସେ ଆଖିଟା ଜୀବିତ ରହୁଛି। ଆଚ୍ଛା, ହଁ ଏଠି ଭଲ କିନି ପରଖନ୍ତୁ, ସେ ଶରୀର ଭିତରେ ବ୍ରହ୍ମ ଧାରଣା କରିଛନ୍ତି ବୋଲି ସେ ଆଖିଟା ଜୀବିତ ରହୁଛି। ଏ ହଁ ଶରୀରକୁ ବ୍ରହ୍ମ ଛାଡ଼ିଦେଲେ ବୋଲି ଏ ଶରୀର ଜଡ଼ ହେଇଗଲା। ହଁ ବୁଝିପାରୁଛନ୍ତି? ହଁ ମାନେ ହଁ ଶରୀର ଜଡ଼, ଇନ୍ଦ୍ରିୟ ବି ବ୍ରହ୍ମଙ୍କ ବିନା ଜଡ଼। ଇଏ ଯେଉଁ ଶରୀର ମରିଗଲା, ଜଡ଼ ହେଇଯାଇଥିଲା, କିନ୍ତୁ ଯେଉଁ ଶରୀର ଜୀବିତ ଥିଲା ତା ସାଙ୍ଗେ ନଗେଇଲାକୁ ସେ ବ୍ରହ୍ମଙ୍କ ଆଧାରରେ ଫେର ଆଉ ଥରେ ପରିଚାଳନା ହେଲା। ହଁ ନଚେତ ସେ ଯେଉଁ ଆଖିଟା ବି ସେଠି ଜଡ଼ ହେଇଯାଇଥିଲା। ଇନ୍ଦ୍ରିୟ ବି ଜଡ଼, ଆଖି ସାଙ୍ଗରେ 5ଟା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ ବି ଜଡ଼। ବୁଝିପାରୁଛନ୍ତି? ଆଚ୍ଛା, ହଁ ତାପରେ ଆସିଯାଏ ଆମର ମନ। ମନ ବି ଜଡ଼। ହଁ ମନକୁ ଆମେ ଭାବୁଛେ ଚେତନା। ମନ ମାଧ୍ୟମରେ ଆମେ ଭାବୁଛେ ସଂସାରକୁ ଦେଖୁଛେ, ମନ ମାଧ୍ୟମରେ ଶରୀର ଇନ୍ଦ୍ରିୟ ପରିଚାଳନା ହେଉଛନ୍ତି। ମନ, ଅଧିକାଂଶ ଲୋକ ଭାବନ୍ତି ମନ ଚେତନା ନୁହେଁ, ମନ ଜଡ଼। ମନ କାହିଁକି ଜଡ଼? ମନ ପରିବର୍ତ୍ତନ ହେଉଛି, ମନ ହୁଁ ଜନ୍ମ ହେଇଛି, ମନର ମୃତ୍ୟୁ ହେଇପାରିବ। ମନର କେତେବେଳେ ମୃତ୍ୟୁ ହେବ? ଯେତେବେଳେ ଶରୀର ମରିଗଲା, ମସ୍ତିଷ୍କ ଆଉ କାମ କରିବନି। ମସ୍ତିଷ୍କ କାମ ନ କଲେ ସେ ମସ୍ତିଷ୍କ ଭିତରେ ଯେତିକ ସ୍ମୃତି ଥିଲା, ସ୍ମୃତି ବି ସବୁ ଉଭେଇ ଯିବ, ହୁଁ ମନ ବି ଆଉ କାମ କରିବନି। ବୁଝିପାରୁଛନ୍ତି? ତ ହଁ ହଁ ଏଠି ଦେଖିବାକୁ ଗଲେ ମନ ବି ଜଡ଼। ତାହେଲେ ଚେତନା କିଏ? ଚେତନା କେବଳ ସେଇ ବ୍ରହ୍ମ। ଚେତନା କେବଳ ଆପଣ।
ହଁ ଧରନ୍ତୁ ଆଧ୍ୟାତ୍ମିକତାରେ ଏଇ ଚେତନା ତତ୍ଵକୁ ଚିହ୍ନିବା ହିଁ ମୁକ୍ତି। ଆମେ ବାହାରେ ଖୋଜୁଛେ, ବାହାରେ ଅଣ୍ଡାଳୁଛେ ଶରୀରକୁ, ମନକୁ, ଇନ୍ଦ୍ରିୟକୁ, ଭୌତିକ ଉପାସନାକୁ, ବିଧିକୁ, ଶାସ୍ତ୍ରର ଯେଉଁ ଆମେ ଯେଉଁ ପରମ୍ପରାକୁ ଆମେ ଦେଖୁଛେ, କିନ୍ତୁ ଇଏ ସମ୍ପୂର୍ଣ୍ଣ ଚେତନା ଯେଉଁ ଚୈତନ୍ୟ ସତ୍ତା ଭିତରେ, ଯେଉଁ ଚୈତନ୍ୟ ସତ୍ତାର ଆଧାରରେ ଇଏ ଶରୀର, ଇନ୍ଦ୍ରିୟ, ସଂସାର, ମନ, ପ୍ରାଣ ପରିଚାଳନା ହେଉଛି, ସିଏ ହେଲେ ବ୍ରହ୍ମ। ଆଉ କେବଳ ସେଇ ହିଁ ଚେତନା, ସେଇ ହିଁ ଚୈତନ୍ୟ ସତ୍ତା, ସେଇ ହିଁ ଆଧାର, ତାଙ୍କ ଛଡ଼ା ସବୁ ଜଡ଼। ଆଚ୍ଛା, ଏଠି ବ୍ରହ୍ମଙ୍କୁ ଚିହ୍ନିବା ପାଇଁ ହେଲେ, ବ୍ରହ୍ମ ହେଲେ ଓଲଟା ବୃକ୍ଷ। ଓଲଟା ବୃକ୍ଷ ମାନେ ବାହାରୁ ଭିତରକୁ ଦେଖିବେ, ଭିତରକୁ ଦେଖିଲେ ଚିହ୍ନି ପାରିବେ। ଆଗ ବାହାରେ ଆମେ ଦେଖିଲେ, ଆମେ ପାହାଡ଼, ପର୍ବତ, ଗଛ, ଝରଣା, ପଶୁ, ପକ୍ଷୀ, ତରୁଲତା, ଭୌତିକ ସଂସାରକୁ ଦେଖିଲେ। ଭୌତିକ ସଂସାରକୁ କେମିତି ଦେଖୁଛେ, କୋଉଠି ଦେଖୁଛେ? ଇନ୍ଦ୍ରିୟ ମାଧ୍ୟମରେ ଦେଖୁଛେ, ଇନ୍ଦ୍ରିୟ ମାଧ୍ୟମରେ ଶୁଣୁଛେ, ଇନ୍ଦ୍ରିୟ ମାଧ୍ୟମରେ ଚାଖୁଛେ, କି ଯାହା ବି 5ଟା ଜ୍ଞାନେନ୍ଦ୍ରିୟ ଅଛି, ଜ୍ଞାନେନ୍ଦ୍ରିୟଙ୍କ ମାଧ୍ୟମରେ ଭୌତିକ ଜ୍ଞାନକୁ ମନ ଦ୍ୱାରା ଅନୁଭବ କରୁଛେ। ମନ ବି ମାଧ୍ୟମ। ତ ଆମେ ପ୍ରଥମ ସ୍ତର ଭୌତିକ ସଂସାର, ଦ୍ୱିତୀୟ ସ୍ତର ଇନ୍ଦ୍ରିୟ, ତୃତୀୟ ସ୍ତର ହେଲା ଆମର ମନ। ଆଚ୍ଛା, ମନ କ'ଣ? ମନକୁ ଯଦି ଆମେ ପରଖିବା, ଅନୁଭବର ସ୍ମୃତି, ବିଚାରର ସଂଗ୍ରହ। ବୁଝିପାରୁଛନ୍ତି? ଆଚ୍ଛା, ଏ ଯେଉଁ ବିଚାରର ସଂଗ୍ରହକୁ, ଅନୁଭବର ସ୍ମୃତିକୁ ଯିଏ ଦେଖୁଛନ୍ତି ସିଏ ବ୍ରହ୍ମ, ସିଏ ମନର ଊର୍ଦ୍ଧ୍ୱରେ ଅଛନ୍ତି। ଏଠି ଅସୁବିଧା ହେଉଛି କ'ଣ? ଯେଉଁ ବ୍ରହ୍ମ ଶରୀର, ଇନ୍ଦ୍ରିୟ, ମନର ଊର୍ଦ୍ଧ୍ୱରେ ଅଛନ୍ତି, ଉପରେ ଅଛନ୍ତି, ତାଙ୍କୁ ଆମେ ଇନ୍ଦ୍ରିୟ, ମନ ମାଧ୍ୟମରେ, ଅନୁଭବ ମାଧ୍ୟମରେ ଦୃଶ୍ୟ ପରିକା ଦେଖିବା ପାଇଁ ଚେଷ୍ଟା କରୁଛେ, କିନ୍ତୁ ଦେଖିବନି। ଧରିପାରୁଛନ୍ତି କଥାକୁ? ଏଠି ପିଲାବେଳେ ତ ମନ ନଥାଉଛି। ହଁ, ପିଲାବେଳେ ଯେତେବେଳେ ଛୋଟ ପିଲାଟେ ଜନ୍ମ ହେଇଛି, ସେ ସ୍ୱଚ୍ଛ ସେଇ ନିର୍ମଳ ବ୍ରହ୍ମ ହିଁ ଅଛନ୍ତି। ତାଙ୍କ ଭିତରେ କୌଣସି ବେଶୀ ସଂସ୍କାର ନାହିଁ। ତାଙ୍କ ଭିତରେ ପ୍ରକୃତିର କିଛି ସ୍ୱଭାବ ଅଛି। ପ୍ରକୃତିର ସ୍ୱଭାବ କ'ଣ? ଭୋକ କଲେ କାନ୍ଦୁଛି, ଅସୁବିଧା ହେଲେ ଟିକେ କାନ୍ଦୁଛି, ଖାଇଦେଲେ ପେଟ ପୁରିଗଲେ ହସୁଛି। ତ ସେ ସମୟରେ କ'ଣ ହେଉଛି? ତାର ପ୍ରକୃତିର କିଛି ସ୍ୱଭାବ ଅଛି, କିନ୍ତୁ ମନ ନାହିଁ, ତାକୁ ଭାଷା ନାହିଁ, ଭାବ ନାହିଁ, ଭଲ ମନ୍ଦ କିଛି, ରୁଚି ଅରୁଚି, କିଛି ଦୁଃଖ ସୁଖ କିଛି ନାହିଁ ତା ଭିତରେ। ସ୍ୱଚ୍ଛ ନିର୍ମଳ ସ୍ଥିତିରେ ସେ ଶରୀର ଅଛି। କିନ୍ତୁ ସେ ଶରୀର ଧୀରେ ଧୀରେ ବୃଦ୍ଧି ଯେତେବେଳେ କରୁଛି, ଭୌତିକ ସଂସାରରୁ ଯାହା ବି ଅନୁଭବ କରୁଛି, କିଛି ଜିନିଷ ଦେଖୁଛି, କିଛି ଜିନିଷ ଶୁଣୁଛି, କିଛି ଜିନିଷ ଶୁଙ୍ଗୁଛି, ଚାଖୁଛି, ସ୍ପର୍ଶ କରୁଛି, ଚଲାବୁଲା, ମଳମୂତ୍ର ବିସର୍ଜନ, ଏସବୁ ମାଧ୍ୟମରେ ଖାଇବା ପିଇବା, ଏସବୁ ଜିନିଷକୁ ଭୌତିକ ସଂସାରରେ ଶିଖିକିରି ମନର ନିର୍ମାଣ ହେଉଛି। ସେ ମନକୁ ଆଧାର କରିକିରି, ସଂସ୍କାରକୁ ଆଧାର କରିକିରି ସେ ଶରୀର ପରିଚାଳନା ହେଉଛି। ଆଉ ଏବେ ମଧ୍ୟ ଆମେ ସେଇ ମନରେ ଥିବା ସଂସ୍କାରକୁ ମାଧ୍ୟମ କରିକିରି ବ୍ରହ୍ମକୁ ଯେହେତୁ ପରଖୁଛେ, ବ୍ରହ୍ମକୁ ଏକ ବସ୍ତୁ ରୂପରେ ଆମେ ଦେଖୁଛେ, କିନ୍ତୁ ସେ ବସ୍ତୁ ନୁହନ୍ତି, ସେ ବିଷୟ, ସେ ଦୃଶ୍ୟ ନୁହନ୍ତି, ସେ ଦ୍ରଷ୍ଟା, ସେ ଆଧାର। ବିଷୟକୁ ବସ୍ତୁ ରୂପରେ, ଦ୍ରଷ୍ଟାକୁ ଦୃଶ୍ୟ ରୂପରେ ଆମେ ବାହାରେ ଖୋଜୁଛେ ଦେଖିବା ପାଇଁ। ନିରାକାରକୁ ଆକାର ଦେଇକିରି ଦେଖିବା ପାଇଁ ଆମେ ପ୍ରୟାସ କରୁଛେ, ଯେଉଁଟାକି ଅସମ୍ଭବ ହେଇଯାଉଛି, ଆମେ ପରଖି ପାରୁନେ। ଧରିପାରୁଛନ୍ତି କଥାକୁ? ବ୍ରହ୍ମଙ୍କର କୌଣସି ଆକାର ନାହିଁ, କୌଣସି ଚିହ୍ନ ବର୍ଣ୍ଣ ନାହିଁ। ସେ ଶକ୍ତି ସ୍ୱରୂପ, ସେ ଆଧାର ସ୍ୱରୂପ। ତାଙ୍କ ଆଧାରରେ ପ୍ରାଣ, ପ୍ରାଣର ଆଧାରରେ ମନ, ମନର ଆଧାରରେ ଇନ୍ଦ୍ରିୟ, ଇନ୍ଦ୍ରିୟଙ୍କ ଆଧାରରେ ଶରୀର, ଶରୀରର ଆଧାରରେ ସଂସାରକୁ ସେଇ ବ୍ରହ୍ମ ହିଁ ଅନୁଭବ କରୁଛନ୍ତି, ସେ ବ୍ରହ୍ମ ହିଁ ଦେଖୁଛନ୍ତି। ଏଠି ଦ୍ରଷ୍ଟା, ଅନୁଭବକର୍ତ୍ତା ମୂଳ ହେଲେ ସେ ବ୍ରହ୍ମ। ବୁଝିପାରୁଛନ୍ତି? ତ ଏଠି ଯେଉଁ ଆମେ କହୁଛେ, ଆମର ଯେଉଁ ଚର୍ଚ୍ଚା ଥିଲା, ଆମର ଯେଉଁ ବିଷୟବସ୍ତୁ ଥିଲା ପୁନର୍ଜନ୍ମ କଥା, ଏଠି ବ୍ରହ୍ମ ରୂପକ ସେ ଈଶ୍ୱରୀୟ ଚୈତନ୍ୟ ସତ୍ତାକୁ ଆଧାର କରିକିରି ପ୍ରକୃତିରେ ପ୍ରାକୃତିକ ଭାବରେ ସବୁ କିଛି ହେଉଛି। ଆମେ କ'ଣ? ଆମେ ଭାଷାରେ, ଆମେ ଜ୍ଞାନରେ ଭେଦ କରିଦେଇଛେ। ଜ୍ଞାନର ଭାଷାରେ ଭେଦ କ'ଣ କରିଦେଇଛେ? ଏ ଯେଉଁ ପ୍ରକୃତିକୁ ଆମେ ଦେଖୁଛେ, ଏ ପ୍ରକୃତିରେ ଯାହା ବି ଦେଖୁଛନ୍ତି, 5ଟା ତତ୍ଵରେ ଇଏ ପରିବର୍ତ୍ତନ ହେଉଛି, ନିର୍ମାଣ ହେଇଛି, କିମ୍ବା 5ଟା ତତ୍ଵ ହେଲା ପ୍ରକୃତିର ଆଧାର, ଆମେ ବୁଝିପାରିବା। ବୁଝିପାରୁଛନ୍ତି? 5ଟା ତତ୍ଵ କ'ଣ? ଆକାଶ, ବାୟୁ, ଅଗ୍ନି, ଜଳ, ସ୍ଥଳ। ଏଇ 5ଟା ତତ୍ଵରେ ବିଭିନ୍ନ ଆକାର, ଆକୃତି, ରଙ୍ଗ, ରୂପ ନିର୍ମାଣ ହେଇଛି। ବୁଝିପାରୁଛନ୍ତି? ଆମେ କ'ଣ? ତା
ତତ୍ତ୍ୱରେ ତାକୁ ଚିହ୍ନି ପାରୁନେ, ତାକୁ ଆକାରରେ ବୁଝିଛେ, ଆକାରରେ ଚିହ୍ନିଛେ, ନାମରେ ଚିହ୍ନିଛେ, ରଙ୍ଗରେ ଚିହ୍ନିଛେ, ତା ଜାତି ଧର୍ମରେ ଚିହ୍ନିଛେ। ଆର କାରଣ କ'ଣ? ଆମକୁ ସେଇପରିକା ପରିଚୟ ଦିଆଯାଇଛି ଛୋଟବେଳଠୁ, ଆମକୁ ସେଇପରିକା ଶିଖେଇଛନ୍ତି। ଇଏ ପଶୁ, ପଶୁ ମଣିଷ ଠାରୁ ଭିନ୍ନ, ପଶୁ ମଣିଷ ଠାରୁ ଶ୍ରେଷ୍ଠ, ମାନେ ନୀଚ, ମଣିଷ ହେଲେ ପଶୁ ଠାରୁ ଶ୍ରେଷ୍ଠ। ହୁଁ ବୁଝିପାରୁଛନ୍ତି? ହଁ ହଁ ସ୍ତ୍ରୀ ମାନେ ବହୁତ କମଜୋର, ପୁରୁଷ ମାନେ ବହୁତ ଅଧିକ ବଳଶାଳୀ। ବହୁତ ସାରା ମିଛ ଗପ କାହାଣୀ ଆଡୁ ସବୁ ଆମକୁ ଭୌତିକ ପରିଚୟ ଦିଆଯାଇଛି। ଇଏ କିନ୍ତୁ ଗୁରୁଜୀ, ଯଦି ସମୁଦ୍ରର ଲହରୀ ଲହରୀ ସାଙ୍ଗରେ ମିଶିଗଲା ସେଇଟା ପାଣି, ଆଉ ମାଟି ମାଟି ସାଙ୍ଗରେ ସୁନା ସୁନା ସାଙ୍ଗରେ, କାଠଟା ତ ପାଉଁଶ ହଉଛି, କାଠ ହେଇଯାଉଛି, ତାପରେ ଆଉ ଥରେ ପାଉଁଶ ହେଉନି କି ଗୁରୁଜୀ ଚୁଲି ହଁ ଜାଳିଦେଲେ? ହଁ, ନାଇଁ ଧୀରେ ଧୀରେ ଯିବା ଆମେ, ଧୀରେ ଧୀରେ। ଏଇ ବ୍ରହ୍ମଜ୍ଞାନ ଟିକେ କନଫ୍ୟୁଜନ ସବଜେକ୍ଟ। ଆମେ ଯୋଉ ଗୋଟେ ଶୈଳୀରେ ଯିବା, ବୁଝି ସାଡ଼କୁ ଯିବା ଆମେ। ବୁଝନ୍ତୁ, ହୁଁ ଆପଣ ଯୋଉ ତତ୍ତ୍ୱ କହିଲେ ଦେଖନ୍ତୁ, ଯୋଉ କାଠ କଥା କହୁଛନ୍ତି, ଦେଖନ୍ତୁ କାଠ ଆକ୍ଚୁଆଲି କ'ଣ? ମାଟି। ହଁ ଧରି ପାରୁଛନ୍ତି? ହଁ ହଁ, ମାଟି ମାଟି ମାଟିରୁ ଗଛ ପାଉଁଶ ହେଇଛି। କ'ଣ କି? ପାଉଁଶ ମାଟି ନୁହଁ? ହଁ ମାଟି ମାଟି ଧରି ହଁ, ପାରୁଛନ୍ତି? ପାଉଁଶଟା ଏ ମାଟି ହେଲା। ମାଟି ଧିଅରୁ ଏକ ବୃକ୍ଷ ଜନ୍ମ ନଉଛି। ହଁ ସେ ବୃକ୍ଷ, ସେ ମାୟା, ଦେଖନ୍ତୁ ସଂସାରକୁ ମାୟା କାହିଁକି କୁହାଯାଇଛି? ଏଇ ମାୟା, ଏଇ ସବୁ ଜିନିଷକୁ ଆମେ ଦେଖିପାରୁନେ। ଗୋଟେ ଛୋଟ ହଁ ମଞ୍ଜି ଭିତରେ ଏତେ ବଡ଼ ବଟ ବୃକ୍ଷ ଲୁଚିକି ଅଛି। ହଁ ଏତିକି ଛୋଟିଆ ମଞ୍ଜି ଧିଅରୁ କେତେ ବଡ଼ ବଟ ବୃକ୍ଷ ନିର୍ମାଣ ହଉଛି। ଏଟା ମ୍ୟାଜିକ ନୁହଁ? ହଁ ଏଇଟା ମାୟା ମ୍ୟାଜିକ, ନୁହଁ? ମାୟା। ଆଁ? ଆମେ ହଁ ଆମେ ସେ ଯୋଉ ମ୍ୟାଜିକ ଶୋ ଦେଖୁଛେ, ସେ ଟୋପି ଭିତରୁ ପାରା ବାହାର କରିଦବା, ଏଇଟା ବାଡି ମୋର ଭିତରୁ ଫୁଲ ବାହାର ମନେ କରିଦବା। ନାହିଁ ଗୁରୁଜୀ, ମୁଁ ଭାବୁଛି ପାଉଁଶ ତ ହଉଛି କାଠଟା ବୋଲି ନାଇଁ ନାଇଁ, ଭାବୁଥିଲି। ମାଟି ତତ୍ତ୍ୱ ବା, ହଁ ତତ୍ତ୍ୱରେ ସେ ମାଟି। ହଁ ବୁଝିପାରୁଛନ୍ତି? ତ ଏଠି ହଁ ଦେଖନ୍ତୁ, ଇଏ ସଂସାରକୁ ମାୟା ଏଇଥିପାଇଁ କୁହାଯାଉଛି, ଏଠି କିଛି ବି ନାହିଁ, ସବୁ ଥିଲା ପରିକା ଲାଗୁଛି। ହଁ କିଛି ବି ନାହିଁର ତାତ୍ପର୍ଯ୍ୟକୁ ବୁଝନ୍ତୁ। ବହୁତ ଲୋକ ହସିବେ, କହିବେ ଏ ପାଗଳ ହେଇଯାଇଛନ୍ତି ନା କ'ଣ, କିଛି ନାହିଁ କହୁଛନ୍ତି, ସବୁ ଦେଖାଯାଉଛି। ସିଏ ବିଚାରା, ସେ ଅଜ୍ଞାନୀ, ଇଏ ଜ୍ଞାନର ଗଭୀରତାକୁ ନ ବୁଝି ପାରିକିରି ବ୍ରହ୍ମଜ୍ଞାନୀକୁ ପାଗଳ ଭାବୁଥାନ୍ତି। ହଁ କିନ୍ତୁ ହଁ ହଁ। ନାଇଁ, କିନ୍ତୁ କିନ୍ତୁ ବ୍ରହ୍ମଜ୍ଞାନ ବୁଝନ୍ତୁ, ବୁଝିଲେ ବୁଝନ୍ତୁ, ଦେଖନ୍ତୁ, ଭିତରୁ ଭିତରୁ ଯିବାକୁ ପଡୁଛି ହଁ, ଗୁରୁଜୀ। ଭିତରୁ ଭିତରୁ ଯିବାକୁ ପଡ଼ିବ। ଦେଖନ୍ତୁ, ଆଧାର ଯେ ବ୍ରହ୍ମ ଚେତନା ସ୍ୱରୂପ, ସେ ଚେତନା ଉପରେ, ସେ ଚେତନା ମାଧ୍ୟମରେ ସ୍ୱପ୍ନ ତୁଲ୍ୟ ସଂସାର ଏଠି ପରିଚାଳନା ହେଉଛି। ହଁ ସ୍ୱପ୍ନକୁ ବୁଝନ୍ତୁ ଭଲ କିନି। ହଁ ହଁ, ଆମେ ଯୋଉ ସ୍ୱପ୍ନ ଦେଖୁଛେ, କିଛି ସ୍ୱପ୍ନ ନାହିଁ। ଭିତରେ କିଛି ବି ନାହିଁ। କିଛି ଅଛି କି? ନାଇଁ। ସବୁ ସ୍ମୃତି। ହଁ ଆମେ ଯାହା ବ୍ୟବହାରିକ ଚେତନା ମନରେ ଯାହା ବି ଚିନ୍ତା ଚିନ୍ତନ କରୁଛେ, କିମ୍ବା ଜାଗୃତ ଅବସ୍ଥାରେ ଭୌତିକ ସଂସାରର ଯାହା ବି ଅନୁଭବ କରୁଛେ, ସେ ଅନୁଭବର ସ୍ମୃତି ସଂଗ୍ରହିତ ହେଇକରି ମସ୍ତିଷ୍କ ଭିତରେ ମନ ରୂପରେ ସେଠି ନିର୍ମାଣ ହେଉଛି। ଯେଉଁ ବିଚାରକୁ ଆମେ ଅଧିକ ଗୁରୁତ୍ୱର ଦେଉଛେ, ଭାବି ନିଅନ୍ତୁ, ଆପଣ ଗାଁରେ କାହାକୁ ଗୋଟେ ଛୋଟ ପିଲାଟାକୁ ସାପ କାମୁଡ଼ି ଦେଇଛି, ସେ ପିଲାଟା ହସ୍ପିଟାଲ ଯାଇକି ଇଞ୍ଜେକ୍ସନ ହେରିକା ଦିଆହେଇକି ସେ ପିଲାଟା ଭଲ ହେଇଗଲା। ଏ କଥାକୁ ଭାରି ଗଭୀର ଭାବରେ ଆପଣ ନେଇଗଲେ। ଆପଣ ମନେ ମନେ ହୁଁ ଭାବୁଛନ୍ତି, ଆମ ଘର ଚାରିପାଖ ଯତ ଘାସ ବଢ଼ିଗଲେ, ଅରମା ଟାଇପ୍ରେ ହେଇଛି, କାଳେ ଆମ ଘରେ ସାପ ପଶିଯିବ କି? ସାପ 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 ସାପ, ମାନେ ଗୋଟେ ଇଏ ବିଚାରକୁ ଆପଣ ଟିକେ ଗୁରୁତ୍ୱ ଦେଇଦେଲେ। ଯେତେବେଳେ ହୁଁ ବିଚାରକୁ ଗୁରୁତ୍ୱ ଦେଲେ, ଏଇ ବିଚାର ହିଁ ଶୟନ ଅବସ୍ଥାରେ ମନ ଭିତରେ ବୃତ୍ତି କରୁଛି। ଯେତେବେଳେ ମନ ଭିତରେ ବୃତ୍ତି କରୁଛି, ଆପଣ ଦେଖୁଛନ୍ତି ସାପ ଗୋଡ଼ଉଛି, ସାପ କାମୁଡ଼ିବା ପାଇଁ ଆସୁଛି, ଘର ବାରିଆଡ଼େ ଗୋଟେ ସାପ ଦେଖିଲେ ବାଡ଼େଇ ମାରିଦେଲେ। ମାନେ କ'ଣ? ଏଇ ବିଚାର ହିଁ ସ୍ମୃତି ରୂପରେ ସେଠି ସ୍ୱପ୍ନ ରୂପରେ ଦେଖାଯାଉଛି। କିନ୍ତୁ ହଁ ସ୍ୱପ୍ନ ସଂସାରକୁ ଦେଖିଲେ, ସ୍ୱପ୍ନ ସଂସାରରେ କିଛି ବି ନାହିଁ। କିନ୍ତୁ ନା, ସ୍ୱପ୍ନ ସଂସାର କାହା ଆଧାରରେ ଚାଲୁଛି? ମନ। ମନ ଆଧାରରେ। ଯିଏ ଶୋଇଛନ୍ତି, ଯେଉଁ ଶରୀର ଶୋଇଛି, ସେ ଶରୀର ଭିତରେ ଯେଉଁ ମସ୍ତିଷ୍କ ଅଛି, ସେ ମସ୍ତିଷ୍କ ଭିତରେ ସ୍ୱପ୍ନ ପରିଚାଳନା ହେଉଛି। ମାନେ ସ୍ୱପ୍ନ ସଂସାରର ଆଧାର ସେ ଶୟନ ଅବସ୍ଥାରେ ଥିବା ସେ ଦ୍ରଷ୍ଟା, ସ୍ୱପ୍ନକୁ ଦେଖୁଥିବା ସେ ଶରୀର। ହୁଁ ଏ କଥା ଧରିପାରୁଛନ୍ତି? ହଁ କିନ୍ତୁ ଶୋଇ ପଡ଼ିଥିବା ସମୟରେ ଯେଉଁ ଶରୀର ଶୋଇ ପଡ଼ିଛନ୍ତି, ସେ ଶରୀର ସ୍ୱପ୍ନ ଭିତରେ ଥିବା ଶରୀରକୁ ନିଜେ ଭାବି ନିଅନ୍ତି। ହଁ ହଁ ଏ କଥାକୁ ଆଉ ଟିକେ ଭଲ କରି ପରଖନ୍ତୁ। ମୁଁ ସ୍ୱପ୍ନ ଦେଖୁଛି, ମୁଁ ସ୍ୱପ୍ନ ଦେଖିକିରି ସ୍ୱପ୍ନରେ ମୁଁ ଦେଖୁଛି ମୁଁ ଗୋଟେ ସତ୍ସଙ୍ଗରେ ବସିଛି, ସେ ସତ୍ସଙ୍ଗରେ ଅନେକ ଲୋକ ବସିଛନ୍ତି, ବ୍ରହ୍ମଜ୍ଞାନର ଚର୍ଚ୍ଚା ହେଉଛି, ବହୁତ ବଢ଼ିଆ ଡାଲମା ଭାତ ରନ୍ଧା ହେଇଛି, ବଢ଼ିଆ ବାସ୍ନା ଆସୁଛି। ଆଚ୍ଛା, ମୁଁ ଯେଉଁ ସ୍ୱପ୍ନଟା ଦେଖୁଛି, ମୁଁ ସ୍ୱପ୍ନ ଭିତରେ ମୁଁ ସତ୍ସଙ୍ଗରେ ଅଛି, ଦେଖୁଛି, ମାନେ ମୋତେ ବି ମୁଁ ଦେଖୁଛି। ହଁ ଧରିପାରୁଛନ୍ତି? ହଁ ହଁ ମୁଁ ସ୍ୱପ୍ନ ଦେଖୁଥିବା ସମୟରେ ମୁଁ ଭାବୁଛି କି ମୁଁ ଶୋଇକିରି ସ୍ୱପ୍ନ ଦେଖୁଛି।
ନାଇଁ ତ ସତରେ ଦେଖୁଛି ସତରେ। ଧରି ପାରୁଛନ୍ତି ଏ କଥାକୁ? ହଁ ମୁଁ ସ୍ୱପ୍ନ ଧନ୍ୟବାଦ। ଦେଖୁଥିବା ଅବସ୍ଥାରେ ମୁଁ ଭାବୁଛି ମୁଁ ଗୋଟେ ସତ୍ସଙ୍ଗରେ ବଇଛି, ବହୁତ ବଢିଆ ଡାଲମା ଛୁଙ୍କ ହଉଛି, ତା ଦେହରେ ଘିଅ ଦିଆ ହେଇଛି, ବହୁତ ବଢିଆ ବାସ୍ନା ଅଛି, ଆଉ ସତ୍ସଙ୍ଗ ପରେ ଖାଇବା ଆଉ। ମାନେ ମୁଁ ନିଜକୁ ବି ଏକ ଶରୀର ରୂପରେ ସେଠି ଦେଖୁଛି। ସେ ହଁ ଭିତରେ ହଁ ଥିବା ହଁ ଶରୀର, ସେ ଭିତରେ ଥିବା ଶରୀର, ସ୍ୱପ୍ନ ଭିତରେ ଥିବା ଶରୀର ଡାଲମା ଛୁଙ୍କର ବାସ୍ନାକୁ ଦେଖିକରି ସେ ଖୁସି ହଉଛି। ହଁ କିନ୍ତୁ ଅସଲି କଥା ହେଲା, ସେ ଯୋଉ ଡାଲମା ଛୁଙ୍କ ହଉଛି ଆଉ ଯୋଉ ସ୍ୱପ୍ନରେ ବସିଥିବା ସିଏ ଏ ଶରୀର ରୂପକ ସିଏ ପ୍ରିୟରଞ୍ଜନ, କିମ୍ବା ସେ ହୁଁ, ଯୋଉ ଯେତିକ ସବୁ ଭକ୍ତମାନେ ଶୁଣୁଛନ୍ତି, କିମ୍ବା ସେ ଯୋଉ ସତ୍ସଙ୍ଗ ଆୟୋଜନ ଯିଏ କରିଛନ୍ତି, ସେ ସତ୍ସଙ୍ଗରେ ଥିବା ପ୍ରତ୍ୟେକ ଭୌତିକ ବସ୍ତୁ ପଦାର୍ଥ ଶୟନ ଅବସ୍ଥାରେ ଶୋଇଥିବା ସେ ଦ୍ରଷ୍ଟା ହିଁ ନୁହନ୍ତି କି? ହଁ ଧରିପାରିଲେ ତାଙ୍କ କଥାକୁ? ଭିତରେ ତାଙ୍କ ଭିତରେ ତ ସବୁ ହଉଛି। ତାଙ୍କରି ଭିତରେ ସବୁ ଅଛି। ହଁ ତାଙ୍କରି, ଆଚ୍ଛା, ସେ ଶୋଇଥିବା ଦ୍ରଷ୍ଟା, ସ୍ୱପ୍ନ ଦେଖୁଥିବା ସେ ଆଧାର ରୂପକ ଶରୀର ଯଦି ଭାବିବ ତା ଭିତରେ କିଏ ମରିଗଲା, ଆଉ ଗୋଟେ କିଏ ଜନ୍ମ ହେଲା, ଇଏ ଶରୀର ଆଉ ଗୋଟେ ବସ୍ତ୍ର ପିନ୍ଧିଲା, ସେ ହଁ ଆତ୍ମା ଆଉ ଗୋଟେ ବସ୍ତ୍ର ପିନ୍ଧିଲା, ଏହା ସତ କି? ନାଇଁ ତ। ଧରିପାରୁଛନ୍ତି ମୋ କଥାକୁ? ହଁ ହଁ ସେଇଟା ସ୍ୱପ୍ନ କେବେ ଦେଖିନି ତ। ସ୍ୱପ୍ନ ସଂସାର ଭିତରେ ହଁ ଯାହା ବି ଶରୀର ପରିବର୍ତ୍ତନ ହଉଛି, ସେ ମନର ବୃତ୍ତି ଚାଲିଛି, ମନର ବିଚାର ଚାଲିଛି, ମନର ସଂସ୍କାର ଚାଲିଛି, ମନର ଯାହା ବି ଆମେ ଭୌତିକ ସଂସାର ଅନୁଭବ କରିଥିଲେ, ସେ ଅନୁଭବର ସ୍ମୃତି ହିଁ ସେଠି ବିଚାର ରୂପରେ ଦୃଶ୍ୟମାନ ହଉଛି। ମୁଁ ହିଁ ବ୍ରହ୍ମ ରୂପକ, ଆତ୍ମା ରୂପକ, ମୁଁ ହିଁ ମୋ ସେ ମନର ଅବସ୍ଥାକୁ ଦେଖୁଛି, ମନର ବିଚାରକୁ ସ୍ୱପ୍ନ ରୂପରେ ଦେଖୁଛି। ଯେମିତି ଜାଗୃତ ସଂସାରକୁ ଦେଖୁଥିଲି, ଜାଗୃତ ସଂସାରକୁ ବି ସେଇ ସ୍ମୃତି ରୂପରେ ହିଁ ଦେଖୁଥିଲି। ଗୋଟେ ହଁ ଆମ୍ବ ଗଛକୁ ଆପଣ ଦେଖୁଛନ୍ତି, ଆମ୍ବ ଗଛର ସେ ପ୍ରତିଛବି ଆଖିର ଲେନ୍ସ ମାଧ୍ୟମରେ ରେଟିନା ଉପରେ ପ୍ରତିବିମ୍ବିତ ହେଉଛି। ଆଖିର ରେଟିନା ସାଙ୍ଗରେ କିଛି ସ୍ନାୟୁ ମସ୍ତିଷ୍କ ସାଙ୍ଗରେ ଯୋଡ଼ି ହେଇକିରି ଅଛି। ସ୍ନାୟୁ ମାନେ କ'ଣ? ନାଡ଼ି। ସେ ହଁ ନାଡ଼ି ମାଧ୍ୟମରେ ନ୍ୟୁରୋ ଆକ୍ଟିଭିଟିସ୍ ଚାଲିଛି। ସେ ନ୍ୟୁରୋ ଆକ୍ଟିଭିଟିସ୍ ମାଧ୍ୟମରେ ରେଟିନା ଉପରେ ପ୍ରତିବିମ୍ବିତ ହେଇଥିବା ଆମ୍ବ ଗଛର ଛବିକୁ ସେ ସ୍ନାୟୁ ମାଧ୍ୟମରେ ମସ୍ତିଷ୍କକୁ ସେ ଭିଜୁଆଲ ନର୍ଭସ୍ ସିଷ୍ଟମ ସୂଚିତ କରାଉଛନ୍ତି। ମସ୍ତିଷ୍କ ଭିତରେ ଯେଉଁ ସ୍ମୃତି ଅଛି, ସେ ସ୍ମୃତି ଆଧାରରେ ମୁଁ ଦେଖୁଛି ଯେ ବାହାରେ ଗୋଟେ ଆମ୍ବ ଗଛ ଅଛି। ଏଇଟା ଜାଗୃତ ଅବସ୍ଥାରେ ମନ ଇନ୍ଦ୍ରିୟଙ୍କର ମିଳନ କିମ୍ବା ପରିଚାଳନାର ବିଧି। ଶୟନ ହଁ ଅବସ୍ଥାରେ କ'ଣ ହେଉଛି, ମନ ଭିତରେ ଯେଉଁ ଆମ୍ବ ଗଛର ସ୍ମୃତିକୁ ଆମେ ଜାଗୃତ ଅବସ୍ଥାରେ ଇନ୍ଦ୍ରିୟ ମାଧ୍ୟମରେ ଦେଖୁଥିଲେ, ଶୟନ ଅବସ୍ଥାରେ ସାକ୍ଷାତ ସେ ସ୍ମୃତି ପରିଚାଳନା ହେଉଛି। ହଁ ଧରିପାରୁଛନ୍ତି? ହଁ ହଁ କିନ୍ତୁ କିନ୍ତୁ ସେଇ ସ୍ମୃତିକୁ ମୁଁ ହିଁ ଦେଖୁଛି। ଜାଗୃତ ଅବସ୍ଥାରେ 4ଟା ସ୍ତର ଥିଲା। 4ଟା ସ୍ତର କ'ଣ? ପ୍ରଥମ ସ୍ତର ହେଲା ଭୌତିକ ସଂସାର, ଦ୍ୱିତୀୟ ସ୍ତର ହେଲା ଇନ୍ଦ୍ରିୟଙ୍କ ସ୍ତର, ତୃତୀୟ ସ୍ତର ହେଲା ମନ, ଚତୁର୍ଥ ସ୍ତରରେ ଆତ୍ମା ରୂପକ ମୁଁ ଥିଲି। କିନ୍ତୁ ଶୟନ ଅବସ୍ଥାରେ ମୁଁ ଦ୍ୱିତୀୟ ଅବସ୍ଥାରେ ଅଛି। ଦ୍ୱିତୀୟ ଅବସ୍ଥା କ'ଣ? ମନ ଭିତରେ ବୃତ୍ତି ଚାଲିଛି, ମନର ଉର୍ଦ୍ଧ୍ୱରେ ଥାଇକି ସେ ସ୍ୱପ୍ନକୁ ମୁଁ ଦେଖୁଛି। ଇନ୍ଦ୍ରିୟ ହଁ ଅନ୍ତର୍ମୁଖୀ ଅଛନ୍ତି, ଆଖି ବନ୍ଦ ଅଛି, କାନ ଅନ୍ତର୍ମୁଖୀ ଅଛି, ଯେତିକ ବି 5ଟା ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ସେ ଅନ୍ତର୍ମୁଖୀ ଅଛନ୍ତି, ଶାନ୍ତ ଅଛନ୍ତି, ତାଙ୍କୁ ଆମେ ଅନୁଭବ କରିପାରୁନେ। କିନ୍ତୁ ମସ୍ତିଷ୍କ ଭିତରେ ସ୍ମୃତି ଚାଲିଛି, ସେ ସ୍ମୃତିକୁ ମୁଁ ହିଁ ମନର ଦ୍ରଷ୍ଟା ଭାବରେ, ମନର ସାକ୍ଷୀ ଭାବରେ ଦେଖୁଛି। ତ ମୁଁ ଆଧାର ରୂପରେ ସ୍ୱପ୍ନରେ ବି ଅଛି, ମୁଁ ଆଧାର ରୂପରେ ଜାଗୃତ ଅବସ୍ଥାରେ ବି ଅଛି। ହଁ ସ୍ୱପ୍ନ ଅବସ୍ଥାକୁ ପ୍ରଥମେ ଆପଣ ବୁଝିପାରିଲେ? ହଁ ବୁଝିପାରିଲେ ତ? ହଁ ସ୍ୱପ୍ନ ଅବସ୍ଥାରେ ଯିଏ ସ୍ୱପ୍ନ ଶୋଇକିରି ଦେଖୁଛନ୍ତି, ତାଙ୍କ ମସ୍ତିଷ୍କ ଭିତରେ ସ୍ୱପ୍ନ ଚାଲୁଛି। ଗୁରୁଜୀ କିନ୍ତୁ ସ୍ୱପ୍ନ ଟିକେ ଟିକେ ସ୍ୱପ୍ନ ଟିକେ ନ କିଛି କୁହନ୍ତୁନି, ଦେଖିଲେ କିଛି କୁହନ୍ତୁନି, କିଛି କୁହନ୍ତୁନି, ଫ୍ଲୋ ଭାଙ୍ଗିଯିବ, କିଛି କୁହନ୍ତୁନି। ସ୍ୱପ୍ନ ଅବସ୍ଥାକୁ ଭଲ କିନି ପରଖନ୍ତୁ। ସ୍ୱପ୍ନ ଅବସ୍ଥାରେ ଜଣେ ବ୍ୟକ୍ତି ଶୋଇଛନ୍ତି, ତାଙ୍କ ମସ୍ତିଷ୍କ ଭିତରେ ସ୍ମୃତି ପରିଚାଳନା ହେଉଛି, ସେ ସମ୍ପୂର୍ଣ୍ଣ ସ୍ୱପ୍ନର ଆଧାର ଶୋଇକିରି ଥିବା ସେ ବ୍ୟକ୍ତି। ଜାଗୃତ ହଁ ଅବସ୍ଥାକୁ ଯଦି ଆମେ ପରଖିବା, ଜାଗୃତ ଅବସ୍ଥା ଆଉ ଟିକେ ଗଭୀର, ଆଉ ଟିକେ ଜଟିଳ, ତାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ହଁ ଜାଗୃତ ଅବସ୍ଥାରେ ମଧ୍ୟ ବ୍ରହ୍ମ ରୂପକ, ଆତ୍ମା ରୂପକ ମୁଁ ଆଧାର ରୂପରେ ମନକୁ ମୁଁ ଦେଖୁଛି। ହଁ ମନ କ'ଣ ହେଉଛି? ମନ ଇନ୍ଦ୍ରିୟଙ୍କୁ ମାଧ୍ୟମ କରି ଏ ଶରୀର ଦ୍ୱାରା ଭୌତିକ ସଂସାରକୁ ଅନୁଭବ କରୁଛି। ହଁ ମାନେ ମନକୁ ଆପଣ ଭାବନ୍ତୁ, ମନକୁ ଆପଣ ଭାବନ୍ତୁ ଏକ 3D କମ୍ପ୍ୟୁଟର ଭାବନ୍ତୁ, ହଁ 3D ଭିଡ଼ିଓ କ୍ୟାମେରା ଭାବନ୍ତୁ। ହଁ ଆଜିକାଲି ଦେଖନ୍ତୁ, ଆଜିକାଲି ଏମିତି ବି ଅଛି, ଆପଣଙ୍କୁ ଯେତେ 5D ହଲ୍ ଆସିଗଲେ। ହଁ 5D ହଲ୍ ମାନେ ଆପଣ ଗୋଟେ ଚେୟାରରେ ବସେଇବେ, ଆପଣଙ୍କ ଆଖିରେ ଗୋଟେ ଚଷମା ଦେବେ,
ସେ ଚଷମା ଭିତରେ ଗୋଟେ ଖୋଳ ଥିବ, ଡବା ଭଳିକା ଲାଗିଥିବ। ଆପଣ ହଁ ସେ ଆଖି ଭିତରେ ଦେଖୁଥିବେ, ଆପଣ ଦେଖିବେ ଗୋଟେ ଗାଡ଼ିରେ ଯାଉଛନ୍ତି, ପାହାଡ଼ ଦେହରେ ବାଡ଼େଇ ହିଁ ଯାଉଛନ୍ତି, ପର୍ବତ ଦେହରେ ପିଟି ହିଁ ଯାଉଛନ୍ତି। ହଁ ହଁ ଆପଣ ହଉଛି କୋଉଠି ପଡ଼ିଗଲେ, କୋଉଠି ବାଣ ଫୁଟୁଛି, ବିଭିନ୍ନ ପ୍ରକାର ଭିଜୁଆଲ୍ସ ଦେଖେଇବେ। ଆପଣ ଯେଉଁ ଚେୟାରରେ ବସିଛନ୍ତି ସେ ଚେୟାର ବି ହଲୁଥିବ, କେତେବେଳେ ପଛକୁ ପଳେଇବ, କେତେବେଳେ ଡାହାଣକୁ ପଳେଇବ, କେତେବେଳେ ବାଁକୁ ପଡ଼ିବ। ଯେଉଁ 5D ହଲ୍, ହଁ 5D ହଲ୍କୁ କେତେବେଳେ ଗଲେ ଆପଣ ଦେଖିପାରିବେ। ହଁ ବୁଝିପାରୁଛନ୍ତି? ଏ ବିଷୟରେ ଜାଣିନି ଗୁରୁଜୀ। ହଁ, ଜାଣିନାହାନ୍ତି ନା? 5D ହଲ୍ ଜାଣିନି। ହଁ ହଁ, ଠିକ୍ ଅଛି। ଆପଣ ଗଲେ କମ୍ପ୍ୟୁଟର ବି ଦେଖିପାରିବେ। ହଁ ସେଠି ହଁ ସେଠି ଗୋଟେ ଚଷମାଟେ ଆପଣଙ୍କୁ ପିନ୍ଧେଇବେ। ଚଷମା ପଛଆଡ଼େ ଗୋଟେ ଖୋଳ ଭଳିଆ ଥିବ, ତା ଭିତରେ କିଛି ସଫ୍ଟୱେର୍ ପ୍ରୋଗ୍ରାମିଂ ହେଇକିରି ଅଛି। ଆପଣ ଯେଉଁ ଚେୟାରରେ ହଁ ବସିଛନ୍ତି, ଆପଣ ଦେଖୁଥିବେ, ଆପଣଙ୍କୁ ଯେ ସତରେ ଲାଗିବ ଗୋଟେ ପାହାଡ଼ ଉପରୁ ଆପଣ ପଡ଼ିଗଲେ, ଗୋଟେ ଦୋଳିରେ ଆପଣ ଖେଳୁଛନ୍ତି, ଗୋଟେ ପାଣି ପର୍ବତ ଆକୁ ସବୁ ଦେଖୁଛନ୍ତି, କିନ୍ତୁ ସତରେ ଆକ୍ଚୁଆଲି ସେ ସବୁ ଘଟିତ ହଉନି। ଆପଣ ଗୋଟେ ହଁ ହଲ୍ ଭିତରେ ଗୋଟେ ଚେୟାର ଭିତରେ ବସିଛନ୍ତି, କିନ୍ତୁ ସେ ଏନିମେସନ୍ କରିକି ଆପଣଙ୍କୁ ଭିଜୁଆଲ୍ସକୁ ଦେଖାଉଛନ୍ତି। ଶରୀର ରୂପକ ଏ ଯେଉଁ ଚେୟାରରେ ବସିକି ଅଛି, ଶରୀରକୁ ହଲାଉଛନ୍ତି, କେତେବେଳେ ଡାହାଣକୁ କେତେବେଳେ ବାଁକୁ। ଆପଣଙ୍କୁ ଲାଗୁଛି ଯେ ସତରେ ସବୁ ଘଟଣା ହେଲା ପରିକା, କିନ୍ତୁ ଦେଖିବାକୁ ଗଲେ ହଁ କିଛି ହଉନି। ଏଠି କିଛି ସେମିତି ସେ ଯେଉଁ 3D ଏନିମେସନ୍ ଯେଉଁ ଚଷମା ଅଛି, ସେ ଚଷମା ଯେଉଁ ପରିକା ଏକ ଯାନ୍ତ୍ରିକ ବସ୍ତୁ, ଏ ଶରୀର ଇନ୍ଦ୍ରିୟ ମନକୁ ସେ ଯାନ୍ତ୍ରିକ ବସ୍ତୁ ପରିକା ଭାବି ନିଅନ୍ତୁ। ହଁ ହଁ ଧରିପାରୁଛନ୍ତି? ହଁ ହଁ ଯେମିତି ଚଷମା ଆପଣଙ୍କ ଆଖିରେ ଲଗେଇ ଦେଲେ ଆପଣଙ୍କୁ ଲାଗୁଛି ସତରେ ଉଡ଼ିଗଲା ଭଳିଆ, ପାହାଡ଼ ଉପରୁ ପଡ଼ିଗଲା ପରିକା, ପାଣିରେ ଭାସିଲା ପରିକା, କିନ୍ତୁ ସତରେ ଆପଣ ଯାଉନାହାନ୍ତି, ଚଷମାରେ ଆପଣଙ୍କୁ ଦେଖା ଯାଉଛି। ହଁ ଠିକ୍ ସେମିତି ବ୍ରହ୍ମ ଏ ଯେଉଁ ବ୍ରହ୍ମାଣ୍ଡକୁ ରଚନା କରିଛନ୍ତି, ଏ ମାୟା ଖେଳକୁ ଏଇ ଚଷମା ପରିକା, ଏଇ ଡବା ପରିକା, ଏଇ 5G କ୍ୟାମେରା ପରିକା ଆଖିରେ ବାନ୍ଧିଛନ୍ତି। ସେ ଦେଖୁଛନ୍ତି। ସେ ହଁ ସବୁ ମାନେ ସେ ଏ ଶରୀରକୁ, ମନକୁ, ଇନ୍ଦ୍ରିୟକୁ ଏକ 5D କ୍ୟାମେରା ପରିକା ଭାବନ୍ତୁ। ତ ବ୍ରହ୍ମ ଆଧାର ରୂପରେ ଇନ୍ଦ୍ରିୟ ମନର ଉର୍ଦ୍ଧ୍ୱରେ ଅଛନ୍ତି। ବ୍ରହ୍ମ ମନର ମାଧ୍ୟମରେ, ଇନ୍ଦ୍ରିୟଙ୍କ ଦ୍ୱାରା, ଶରୀର ମାଧ୍ୟମରେ ଏ ଭୌତିକ ସଂସାରକୁ ଅନୁଭବ କରୁଛନ୍ତି, ଭୌତିକ ସଂସାରକୁ ଦେଖୁଛନ୍ତି। ତ ସେ କୋଉଠି ଅଛନ୍ତି? ଭିତରେ ଅଛନ୍ତି। ଭିତରେ ହଁ ଆଉ ସିଏ ହିଁ ଆପଣ। ସେ ଭିତରେ ଥାଇକିରି, ବ୍ରହ୍ମ ଭିତରେ ଥାଇକିରି, ବ୍ରହ୍ମ ନିଜର ଜ୍ଞାନର ଅଭାବରୁ, ଅବିଦ୍ୟା ଅସ୍ମିତାରେ, ଶରୀର ସ୍ତରରେ ସେ କୋଉଠି ଶୁଣିଛନ୍ତି ଯେ ଆତ୍ମା ବସ୍ତ୍ର ପରିବର୍ତ୍ତନ କରେ, ଆତ୍ମା ପୁନର୍ଜନ୍ମ ହୁଏ, ଆତ୍ମା ଭଲ ଯୋନିରେ ଜନ୍ମ ହୁଏ, ମନ୍ଦ ଯୋନିରେ ଜନ୍ମ ହୁଏ, ଆତ୍ମା ତା କର୍ମ ଫଳକୁ ନେଇକରି ସେ କୋଉଠି ଧନୀ ଘରେ, କୋଉଠି ଗରିବ ଘରେ, କୋଉଠି ପଶୁ ରୂପରେ, କୋଉଠି ପକ୍ଷୀ ରୂପରେ ଜନ୍ମ ହୁଏ। ଏହିପରିକା ମନର ସ୍ତରରେ, ବିଚାରର ସ୍ତରରେ ବୃତ୍ତି କରୁଛନ୍ତି, ଭାବୁଛନ୍ତି। କିନ୍ତୁ ଯେତେବେଳେ ଆପଣ ସେ ବ୍ରହ୍ମ ତତ୍ତ୍ୱକୁ ଚିହ୍ନିଯିବେ, ସେ ବ୍ରହ୍ମ ସତ୍ତାକୁ ଚିହ୍ନିଦେବେ, ଆପଣ ଏ କଥାକୁ ବୁଝିପାରିବେ, କେହି ଯାଉନାହାନ୍ତି, କେହି ଆସୁନାହାନ୍ତି, କେହି ମରୁନାହାନ୍ତି, କେହି ଜନ୍ମ ହେଉନାହାନ୍ତି। ମୁଁ 3D ଫିଲ୍ମ ଦେଖୁଛି, ମୁଁ 3D ଏନିମେସନ୍ ଦେଖୁଛି। ବ୍ରହ୍ମ ରୂପକ ମୁଁ ଆଧାର ରୂପରେ ଶରୀର, ଇନ୍ଦ୍ରିୟ, ମନର ଉର୍ଦ୍ଧ୍ୱରେ ଥାଇ ମୋ ଭିତରେ ରଚେଇଥିବା ମୋ ଖେଳକୁ ମୁଁ ଖେଳୁଛି, ମୋ ଲୀଳାକୁ ମୁଁ ଆନନ୍ଦ ନେଉଛି। ଆଉ ଏ ଜିନିଷକୁ ଜାଣିବା ହିଁ ଆତ୍ମସାକ୍ଷାତକାର କୁହନ୍ତି, ମୁକ୍ତି କୁହନ୍ତି, ମୋକ୍ଷ କୁହନ୍ତି, ହଁ ନିତ୍ୟ ପଦାର୍ଥକୁ ଚିହ୍ନିବା। ଗୋଟେ କଥା କୁହନ୍ତୁ, ଆପଣ ଜାଣିଥିବେ, କିଛିଟା କଥା ତ ଜାଣିଛନ୍ତି ନା? ହଁ କିଛିଟା କଥା କ'ଣ? ଆତ୍ମା ନିରାକାର, ହଁ କୌଣସି ଆକାର ନାହିଁ, ତାର ନାହିଁ, ଜନ୍ମ ନାହିଁ, ମୃତ୍ୟୁ ନାହିଁ, ବୁଢା ନାହିଁ, ପିଲା ନାହିଁ, କିଛି ନାହିଁ। ଏଇଟା ଆମେ ଜାଣିଛେ। ଆଚ୍ଛା, ହଁ ଆଚ୍ଛା, ଦ୍ୱିତୀୟ ହେଲା, ଯିଏ ନିରାକାର ତାକୁ ଅନେକ ବୋଲିକିରି କେମିତି ଚିହ୍ନିଲେ? ଏକ ହଁ, ଯାହାର ଆକାର ନାହିଁ। କିଛି ଲୋକ କୁହନ୍ତି ଆତ୍ମା ଅନେକ, ଅଜ୍ଞାନରେ ସେମାନେ ବ୍ୟାଖ୍ୟା କରନ୍ତି ଆତ୍ମା ଅନେକ। ଆଜ୍ଞା, ମୁଁ ପଚାରୁଛି, ଆତ୍ମା ଅନେକ ଆପଣ କେମିତି, କାହା ଆଧାରରେ କହୁଛନ୍ତି? କେମିତି କହିଲେ? କହିଲେ ଶାସ୍ତ୍ର ପ୍ରମାଣ। ଶାସ୍ତ୍ର କୌଣସି ମନ୍ତ୍ରରେ ଅନେକ ଲେଖା ହେଇନି, ଦେଖେଇ ପାରିବେନି କେହି। ଆତ୍ମା ଏକ, ମୁଁ 5ଟା ମନ୍ତ୍ରର ବ୍ୟାଖ୍ୟା, 7ଟା ମନ୍ତ୍ରର ବ୍ୟାଖ୍ୟା ଦେଇପାରିବି, କିନ୍ତୁ ଆତ୍ମା ଅନେକ ଗୋଟେ ମନ୍ତ୍ରରେ ବି କୋଉଠି ସେ ଦେଖେଇ ପାରିବିନି। ଯାହାର ଆକାର ନାହିଁ, ଯାହାର ଚିହ୍ନ ବର୍ଣ୍ଣ ନାହିଁ, ଯାହାର ରଙ୍ଗ ରୂପ ନାହିଁ, ତାଙ୍କୁ ଆମେ ସେ ନିରାକାରକୁ ଅନେକ କେମିତି କହିବା? କେଉଁ ସ୍ତରରେ କହିବା? ଏସବୁ ଅଜ୍ଞାନତା, ଏସବୁ ଅବିଦ୍ୟା। ଆତ୍ମା ଏକ, ସେଇ ମୋ ଭିତରେ, ସେଇ ଆପଣଙ୍କ ଭିତରେ, ସେଇ ଆତ୍ମା ସାଙ୍ଗରେ ଲୀଳା ଚଲେଇଛନ୍ତି, ତାଙ୍କର ଭିତରେ ଲୀଳା କରୁଛନ୍ତି, ସେହି ହେଲେ ଗୁରୁ ରୂପରେ, ସେହି ଶିଷ୍ୟ ରୂପରେ, ସେହି ପଶୁ ରୂପରେ। ଯେମିତି ସ୍ୱପ୍ନ ସଂସାରରେ ସ୍ୱପ୍ନ ଦେଖୁଥିବା ଦ୍ରଷ୍ଟାଙ୍କ ଭିତରେ ପ୍ରତ୍ୟେକ ସ୍ୱପ୍ନର
ବୃତ୍ତି ଥିଲା, ପ୍ରତ୍ୟେକ ସ୍ୱପ୍ନର ଦୃଶ୍ୟମାନ ଜଗତ ଥିଲା। ଏଠି ହୁଁ, ସେମିତି ସେଇ ଏକ ଶକ୍ତି ଭିତରେ ଏ ସବୁ ଅଛି। ସମ୍ପୂର୍ଣ୍ଣ ଶରୀର ପରିଚାଳନା ହଉଛି। କିନ୍ତୁ ଶରୀର ସ୍ତରରେ ଆମେ ସବୁ ହଜି ମଜି ଯାଇଛେ। ଯେମିତି ସ୍ୱପ୍ନ ଦେଖୁଥିବା ଶରୀର, ତା ଭିତରେ ସେ ନିଜକୁ ବି ଦେଖୁଥାଏ, ହୁଁ, ନିଜକୁ ଭିନ୍ନ ଅନ୍ୟକୁ ଭିନ୍ନ ମାନିଥାଏ। ସେଇଥିପାଇଁ ସ୍ୱପ୍ନରେ ସେ ଶରୀର ଆଡ଼େ କାନ୍ଦୁଥାନ୍ତି, କିଛି ଲୋକ ବିଳି ବିଳି ହଉଥାନ୍ତି। କାହିଁ କାନ୍ଦୁଥାନ୍ତି? କ'ଣ ହେଲା ନା ଗୋଟେ କୁକୁର ଦୌଡ଼ୁଥିଲା ମୋତେ କାମୁଡ଼ିବା ପାଇଁ। ବେଳା ଭଲ, ମୁଁ ସେଠୁ ସ୍ୱପ୍ନ ଭାଙ୍ଗିଗଲା, ମୁଁ ଦେଖିଲି ନିଦ, କୁକୁର ଆଉ କାମୁଡ଼ି ପାଇଲାନି। ଆଚ୍ଛା, ସତରେ କ'ଣ କୁକୁର ତା ଭିତରେ ଗୋଡ଼ଉଥିଲା? ଯେଉଁ କୁକୁରଟା ଗୋଡ଼ଉଥିଲା ସେ କୁକୁର ବି ସେଇ ବ୍ୟକ୍ତି। ହଁ, ତାଙ୍କ ଭିତରେ ଯାହାକୁ ଯାହାକୁ ଗୋଡ଼ଉଥିଲା ସେ ଗୋଡ଼ଉଥିବା ବ୍ୟକ୍ତି ବି ସେଇ, ସେ ଗଛ ବି ସେଇ, ପାହାଡ଼ ବି ସେଇ, ପର୍ବତ ବି ସେଇ, ସବୁ ସେଇ। ଧରି ହଁ, ପାରୁଛନ୍ତି ଏ କଥାକୁ? ବହୁତ ହଁ, ଜଟିଳ କଥା ଇଏ। ହଁ, ହଁ, ଧରିପାରୁଛି। ତ ତ ଯେମିତି ଆପଣ ଯୋଉ କହିଛନ୍ତି କର୍ମ ଫଳ, ଯଦି ପୁନର୍ଜନ୍ମ ନାହିଁ, କର୍ମ ଫଳ ତ କିଛି କିଛି ନାହିଁ। ହେଲେ ଯଦି ଯଦି ଯିଏ ଠକ ଭଣ୍ଡ କରିକି ସମସ୍ତଙ୍କ ଟଙ୍କା ନେଇଯାଇଥିବ, ସବୁ କରିଦେଇଥିବ, ଲାଷ୍ଟକୁ ସେ ତା ସୁଝି ପାରିବନି କି କିଛି କରିପାରିବନି, ସେ ଆତ୍ମହତ୍ୟା କରିଦବ, ହେଲେ ତାର ଭୁଲ କାମର ଫଳଟା କିଏ ଭୋଗ କରିବ? ବଢିଆ 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 ପ୍ରଶ୍ନ ପଚାରିଲେ, ବହୁତ ବଢିଆ ପ୍ରଶ୍ନ, ଉଚ୍ଚ କୋଟିର ପ୍ରଶ୍ନ। ହଁ, ଏମିତି ସବୁ ପ୍ରଶ୍ନ ପଚାରିଲେ ଆକ୍ଚୁଆଲି ବୁଝି ହବ। ବହୁତ ଲୋକ ଡରି ଯାଆନ୍ତି, ଖାଲି ମାନି ନିଅନ୍ତୁ। ଶୁଣନ୍ତୁ, ଗୋଟେ ହଁ, କଥା ବୁଝନ୍ତୁ। ଅ କର୍ମ ଫଳ ତତ୍କ୍ଷଣିକ ମିଳେଇ, ହଁ, ଏଇଟା ବହୁତ ଲୋକ ଆକୁ ପରଖି ପାରନ୍ତିନି। ବୁଝିପାରୁଛନ୍ତି? ଆପଣ ହଁ, ଗୋଟେ ହେଲେ ବହୁତ ଶୁଣନ୍ତୁ 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 ଆପଣ ଗୋଟେ କଥା କୁହନ୍ତୁ। ଆପଣ ଗୋଟେ କଞ୍ଚା ଲଙ୍କାଟେ କାମୁଡ଼ିଲେ, କଞ୍ଚା ଲଙ୍କାଟା କାମୁଡୁ କାମୁଡୁ ଆପଣ ସାଙ୍ଗେ ସାଙ୍ଗେ ରାଗ ହବ ନା କାଲି ଆସନ୍ତା କାଲି ରାଗ ହବ? ନାଇଁ, ସଙ୍ଗେ ସଙ୍ଗେ। ଆମେ ଏମିତି କହିପାରିବା କି ନାଇଁ ଆଜିର କର୍ମଫଳ, ଆଜି କଞ୍ଚା ଲଙ୍କା ଖାଇଲେ କାଲି ରାଗ ହବ? କହିପାରିବା କି? ହଁ, ନାଇଁ ତ। ଆପଣ ଗୋଟେ ଡିଆସିଲଟାକୁ ଜଳେଇକିରି ଆପଣଙ୍କ ହାତ ଉପରେ ରଖିଦେଲେ, ସାଙ୍ଗେ ସାଙ୍ଗେ ଜଳିବ, ସାଙ୍ଗେ ସାଙ୍ଗେ ପୋଡ଼ିବ, ନା କହିବେ ଅଧଘଣ୍ଟାଏ ପରେ ସେଟା ପୋଡ଼ା ହବ? ନାଇଁ ନାଇଁ, ସଙ୍ଗେ ସଙ୍ଗେ ହବ। ଡିଆସିଲି ହାତରେ ତନ୍ତୁ ଚେଇଁକିନା ହବ, ଫଟ୍ କିନା ଆପଣ ହାତ ବାହାର କରିଦେବେ, ହଁ କି ହଁ, ନାଇଁ? ହଁ, ହଁ, ସେମିତି କର୍ମଫଳ ତତ୍କ୍ଷଣିକ ମିଳିଥାଏ। କେମିତି ମିଳିଥାଏ? ବହୁତ ଗଭୀର କଥା, ଆକୁ ବୁଝିବା ଦରକାର। ହଁ, ଆପଣ ମିଛ କହିଲେ, ହଁ, ମିଛ ବାହାରେ କହିଲେ, କିନ୍ତୁ ଭିତରେ ଆପଣଙ୍କର ଚଞ୍ଚଳତା, ବ୍ୟଗ୍ରତା, ବ୍ୟାକୁଳତା ସୃଷ୍ଟି ହେଇଯିବ। ମିଛ କହୁଛନ୍ତି ବାହାରେ, ଅଭିନୟ ସିନା କରୁଛନ୍ତି, ହଁ, ଅନ୍ତରାତ୍ମାକୁ କ'ଣ କେବେ ହେଲେ ଲୁଚେଇ ପାରିବେ କି? ନାଇଁ, ସେ ମିଛ ଜଳିବ। ସେ ଗୋଟେ ଲାଇଭ୍ ଡିଟେକ୍ଟର ଅଛି, ଗୋଟେ ମେସିନ୍, ହଁ, ଲାଇଭ୍ ଡିଟେକ୍ଟର ମେସିନ୍ ଅଛି। ହଁ, ହଁ, ଲାଇଭ୍ ଡିଟେକ୍ଟର ମେସିନ୍କୁ କ'ଣ କରନ୍ତି? କିଛି ମାନେ ଗୁଣ୍ଡା ମାନେ, କିଛି ଚୋର ମାନେ ଯେତେବେଳେ ସେ ତାଙ୍କ ଭୁଲ କାମକୁ, ଅପରାଧକୁ ସ୍ୱୀକାର ନ କରନ୍ତି, ତାଙ୍କ ହଁ, ସାଙ୍ଗରେ ଗୋଟେ ଲାଇଭ୍ ଡିଟେକ୍ଟର ହୁଏ। ଲାଇଭ୍ ଡିଟେକ୍ଟର ମାନେ ତାଙ୍କ ବ୍ରେନ୍ ଧିହରେ, ମୁଣ୍ଡ ଧିହରେ ଗୋଟେ ମେସିନ୍ ଲଗେଇବେ, ହୁଁ, ହାତର ପଲ୍ସ ରେଟ୍କୁ ଦେଖିବା ପାଇଁ ହାତରେ କିଛି ମେସିନ୍ ଲଗେଇବେ, ତାଙ୍କର ଗୋଟେ କମ୍ପ୍ୟୁଟର ସ୍କ୍ରିନ୍ ଥାଏ। ସେଠି ତାଙ୍କୁ ପ୍ରଶ୍ନ ପଚାରିବେ, ତମ ନାଁ କ'ଣ? ସେ ଯଦି ଠିକ୍ କଥା କହିବେ ସେଠି ଆସିବ ଟ୍ରୁ ବୋଲିକିରି, ହୁଁ, ସେ ଯଦି ଭୁଲ କହିବେ ସେଠି ଆସିବ ଫାଲ୍ସ ବୋଲିକିରି, ମିଛ ବୋଲିକିରି ସେ ମେସିନ୍ ଦେଖେଇବ। ହଁ, ହଁ, ମେସିନ୍ କୋଉ ଆଧାରରେ ଦେଖଉଛି? ଆପଣ ବାହାରେ କହୁଛନ୍ତି ମିଛ, କିନ୍ତୁ ଅନ୍ତରାତ୍ମାକୁ ଠକି ପାରିବେନି, ଅନ୍ତ ମନକୁ ଠକି ପାରିବେନି। ଆପଣ ନିଜେ ଜାଣିଛନ୍ତି ମୁଁ ମିଛ କହୁଛି। ତ ହଁ, ଯୋଉଠି ମିଛ କହୁଥାନ୍ତି, ମାନସିକ ସ୍ଥିତି ଆଜ୍ଞା ବିଗିଡ଼ିଯାଏ। ହଁ, ମାନସିକ ସ୍ଥିତି ବିଗିଡ଼ିଯାଏ କ'ଣ? ମନ ଚଞ୍ଚଳ ହେଇଯାଏ। ଭୁଲ କରୁଛନ୍ତି, ପ୍ରେସର ବଢ଼ିଯିବ, ପଲ୍ସ ରେଟ୍ ବଢ଼ିଯିବ, ମାନସିକ ସ୍ଥିତି ଟିକେ ଚଞ୍ଚଳ ହେଇଯିବ। ଭାବି ନିଅନ୍ତୁ, ଜଣେ ଚୋର କାମ କରିଦେଇଛି, ଚୋରି କରିଦେଇଛି। ଗୋଟେ ଫଳ ଦୋକାନରେ ବୁଲୁଥିଲା, ଗୋଟେ ଆପେଲଟେ ପକେଟରେ ପୁରେଇ ଦେଲା। ହଁ, ତା ମନକୁ ଚଞ୍ଚଳତା ଆସିବ ନା ନାଇଁ? ଆସିବ। ବୁଝିପାରୁଛନ୍ତି? କେତେ ହଁ, ଚଞ୍ଚଳତା, କାଳେ କିଏ ଦେଖିଦେବେ କି, କାଳେ କିଏ ଦେଖିଦେବେ କି, କାଳେ କିଏ ତାଙ୍କୁ କେହି ଧରିବେ କି? ଦେଖୁନଥିବେ, ମାତ୍ର ମନରେ ମନରେ ସେମିତି ହଉଥିବ। ବୁଝିପାରୁଛନ୍ତି? ମନ ହଁ, ତ କର୍ମଫଳ ସାଙ୍ଗେ ସାଙ୍ଗେ ଭୋଗିଲା ସିଏ। ସାଙ୍ଗେ ସାଙ୍ଗେ ମନ ଭିତରେ ଚଞ୍ଚଳତା ଆସିଲା, ମନ ଭିତରେ ବ୍ୟାକୁଳତା ଆସିଲା, ମନ ଭିତରେ ବିଭ୍ରାନ୍ତ ସୃଷ୍ଟି ହେଲା, ମନ ମାୟାରେ ବାନ୍ଧି ହେଲା। ଆଚ୍ଛା, ଦ୍ୱିତୀୟ ଅସୁବିଧା ଶୁଣନ୍ତୁ। ଦ୍ୱିତୀୟ ଅସୁବିଧା, ପ୍ରଥମ ଅସୁବିଧା ହେଲା ଭୁଲ କାମ, ଚୋରି କାମ ହଉ, ଯାହା ବି, ଚୋରି ନାରୀ ଯାହା ବି କରୁଛନ୍ତି, ହୁଁ, ତତ୍କ୍ଷଣିକ ଭିତରେ ଡର ଆସିଲା, ଭୟ ଆସିଲା, ମନ ଚଞ୍ଚଳ ହେଲା, ତତ୍କ୍ଷଣିକ। ଦ୍ୱିତୀୟ, ସଂସ୍କାରକୁ ଆମେ ଦୂଷିତ କରିଦେଲେ, ସଂସ୍କାରକୁ ଗୋଟେ ଖରାପ ଦିଶା ଦେଲେ। ଭାବି ନିଅନ୍ତୁ, ଆପଣ ଗୋଟେ ଚୋରି କାମ କରିଛନ୍ତି। ଚୋରି ହୁଁ, କାମ କ'ଣ? ଗୋଟେ ଗୋଟେ ଭାବି ନିଅନ୍ତୁ, ଗୋଟେ ଷ୍ଟେସନାରୀ ଷ୍ଟୋର ରୁମ୍ ଭିତରେ ଷ୍ଟେସନାରୀ ଦେଖୁ ଦେଖୁ ଗୋଟେ କିଛି ନେଲ୍ ପଲିସକୁ ଚୋରେଇକିରି ଗୀତା ଆଣିଲେ ବେଗରେ ପୁରେଇକିରି। ହଁ, ସେଠି ଯଦି ଆପଣ ସେ ଚୋରିକୁ ଧରା ପଡ଼ିଗଲେ, ଆପଣଙ୍କ ଭାଗ୍ୟ ଭଲ, ଆପଣଙ୍କ ଭାଗ୍ୟ ଫିଟିଗଲା। କାହିଁକିନା ଚୋରି ଧରା ପଡ଼ିଲେ ସେଠି ସେମାନେ ଗାଳିମନ୍ଦ କରିବେ, ବାଡ଼େଇବେ, କିମ୍ବା କିଛି କିଛି ଯାହା ବି କଟୁ ବଚନ କହିବେ, ଯାହା ଫଳରେ ଆପଣଙ୍କ ସଂସ୍କାର ପରିବର୍ତ୍ତନ ହେଇପାରେ।
ଯାହା ହୁଁ ଫଳରେ ଆପଣଙ୍କ ମନ ଡରିକିରି ଆଉ ଥରେ ଚୋରି ନ କରିପାରେ, ଯାହା ଫଳରେ ଆପଣଙ୍କ ସଂସ୍କାର ଆଉ ଟିକେ ଭଲ ଦିଶା ହିଁ ଦେଇପାରେ। କିନ୍ତୁ ଭାବି ନିଅନ୍ତୁ କେହି ଧଇଲେନି, ଆପଣ ସେ ନେଲ୍ ପାଲିସଟା ଚୋରେଇକିରି ଘିତି ଆଣିଲେ, ଆଇଲେ ଭାରି, ଆପଣଙ୍କ ସଂସ୍କାର ଏମିତି ବିଗିଡ଼ି ଗଲା, ଆପଣଙ୍କ ସଂସ୍କାର ଏଇ କାମକୁ ଆଉ ଗୋଟେ ଜାଗାରେ କରିବା ପାଇଁ ପ୍ରେରିତ କରିବ। ହଁ, ଆଉଥରେ କରିବା ପାଇଁ। ତ କର୍ମଫଳ ଦେଖନ୍ତୁ କେମିତି ଆପଣଙ୍କୁ ସେଠି ସଜା ଦେଲା। ଆଜି ନେଲ୍ ପଲିସରେ ଶାଗ ଚୋରିରୁ ସୁନା ଚୋରି କଥା ଶୁଣିଛନ୍ତି ଗପ? ହଁ ହଁ ତ ସେ ଯଦି ଶାଗ ଚୋରି ବେଳେ ତାଙ୍କ ମା ମନା କରିଦେଇଥାନ୍ତେ, ବାପା ତୁ ଠିକ୍ କାମ କଲୁନୁ, ଏଇଟା ତାଙ୍କ ଯେଉଁ ଖଡ଼ା ଶାଗଟା ଆଣିଲୁ ସେଇଟା ତାଙ୍କର, ଆମେ ହଁ ଆଣିବା କଥା ନୁହଁ, ଏଇଟା ଭୁଲ କାମ। ସେ ପିଲାଟା କଦଳୀ ଚୋରେଇ ନଥାନ୍ତା, ତାଙ୍କ ଚପଲ ଚୋରେଇ ନଥାନ୍ତା, ତାଙ୍କ ଘରୁ ସୁନା ଚୋରେଇ ନଥାନ୍ତା, କିମ୍ବା ପୁଲିସରେ ହାବୁଡ଼େ ପଡ଼ିନଥାନ୍ତା, ତାଙ୍କ ଚରିତ୍ର ଦୂଷିତ ହେଇନଥାନ୍ତା। ତ ଧରି ପାରୁଛନ୍ତି କର୍ମଫଳ ହଁ ନାହିଁ ହଁ କେମିତି? ହଁ କର୍ମଫଳର ତତ୍କ୍ଷଣିକ ମିଳୁଛି। ଆମେ ଭାବୁଛେ ଯିଏ ଖରାପ କାମ କରୁଛନ୍ତି, କିଏ କିଛି ଲୋକ ଅଛନ୍ତି, ଭାବନ୍ତୁ କିଛି ଲୋକ ମଦ ଗଞ୍ଜେଇ ବିକୁଛନ୍ତି, ହଁ ଆମେ ଦେଖୁଛେ ସେ ତ ଭାରି ଭଲ କୋଠା ଘର କରିଛନ୍ତି, ସେ ବଢ଼ିଆ କାର୍ ଚଢ଼ିକି ବୁଲୁଛନ୍ତି, ଭଲ ବସ୍ତ୍ର ପିନ୍ଧିଛନ୍ତି, ଆମେ ତାଙ୍କ ଶରୀରକୁ ଦେଖୁଛେ ନା, ଆଉ ତାଙ୍କ ମନକୁ ପରଖିବାର ଅଛି। ସେ ହଁ ଯେଉଁ କୁକର୍ମ କରିକିରି ସମାଜରେ ଅଶାନ୍ତିକୁ ଦେଇକିରି ଶାନ୍ତି ପ୍ରାପ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି, ତାଙ୍କ ସାଙ୍ଗରେ ଯଦି ଆପଣ ଏକ ହପ୍ତା ରହିକିରି ବିତେଇବେ, ଦେଖିବେ ବହୁତ ଲୋକ ତାଙ୍କୁ ସେ ଦୋକାନରେ ପିଇକିରି ତାଙ୍କୁ ବି ଶୋଧୁଥିବେ। ସେ ହଁ ଦୋକାନରେ ବିକୁଥିବା ସମୟରେ ବି ମନ ଭିତରେ ଚଞ୍ଚଳତା, ମନ ଭିତରେ ଅସ୍ଥିରତା ଥବ, କିଏ କାଳେ ହଁ ପାଟିତୁଣ୍ଡ କରିଦେବେ କି, କିଏ କାହିଁକିନା ହଁ ମଦ ଦୋକାନ ଆଗରେ ତ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ କିଏ ନା କିଏ ସୋଦା ପକା ଝଗଡ଼ା ଝାଣ୍ଟି ଚାଲିଥିବ। କେତେ ଭୟ ଅସୁବିଧା, ଶାନ୍ତି ନାହିଁ। କେତେ ଅଶାନ୍ତିରେ, କେତେ ଅସୁବିଧାରେ ଅଛନ୍ତି। ହଁ ତାପରେ ସେ ବ୍ୟକ୍ତି ବି ଚିଡ଼ଚିଡ଼ିଆ ମନକୁ ନେଇକରି, ଚିଡ଼ଚିଡ଼ିଆ ସ୍ୱଭାବକୁ ନେଇକି ଘର ଭିତରେ ବି କଳି କଳହ କରୁଥିବେ, ହଁ ବୁଝିପାରୁଛନ୍ତି? ଆଉ ହଁ ତାପରେ ଦ୍ୱିତୀୟ, ଯେଉଁ ପଇସାଟା ଆମେ କଷ୍ଟ କରିକିରି କମେଇଥିବା, ସେ ପଇସାଟାକୁ ଆମେ ବହୁତ ପରଖି ନିରିଖିକିରି ଖର୍ଚ୍ଚ କରିବା, ବୁଝିପାରୁଛନ୍ତି? ଯେଉଁ ହଁ ପଇସାକୁ ଆମେ ଭାରି ସୁବିଧାରେ କମେଇ ନେଇଥିବା, ସେ ପଇସାକୁ ମୂଲ୍ୟକୁ ଆମେ ବୁଝିପାରିବାନି, ଇନ୍ଦ୍ରିୟ ସୁଖ ପାଇଁ ବିନିଯୋଗ କରିବା, ହୁଁ ଭୌତିକ ସୁଖରେ ହଜିମଜିକି ଯିବା। ଇନ୍ଦ୍ରିୟ ସୁଖ ପାଇଁ କ'ଣ? ପ୍ରକୃତିଠୁ ପ୍ରାକୃତିକ ଭାବରେ ନ ରହିକିରି ପ୍ରକୃତିଠୁ ଦୂରେଇ ଯିବା। ହୁଁ ଯାହା ମାନ ତା ଖାଇବା, ଯାହା ମାନ ତା ପିଇବା, ଯାହା ମାନ ତା କରିବା, ଶରୀର ବିନାଶ ହେଇଯିବ। ତ ହଁ କର୍ମଫଳ ସିଦ୍ଧାନ୍ତ, କର୍ମଫଳ ହିଁ ଆମକୁ ଇନ୍ଦ୍ରିୟ ସୁଖରେ ମଧ୍ୟ ବାନ୍ଧୁଛି। ତ ହଁ ସେ ବ୍ୟକ୍ତି ଯିଏ ଅନ୍ୟକୁ ମଦ ଦଉଛନ୍ତି, ଅନ୍ୟକୁ ମୃତ୍ୟୁ ଦେଇକିରି ଧନ ଉପାର୍ଜନ କରିବା ପାଇଁ ପ୍ରୟାସ କରୁଛନ୍ତି, ସେ ବ୍ୟକ୍ତି କେବେ ହେଲେ କୌଣସି ସାଙ୍ଗସାଥିକୁ, କୌଣସି ବନ୍ଧୁ ସମ୍ପର୍କର ସୁଦୃଢ଼ତା ସେ ବୁଝିପାରିବେନି, ଆତ୍ମୀୟତା ସହିତ କାହା ସାଙ୍ଗରେ ବାନ୍ଧି ହେଇକି ରହିପାରିବେନି, ସେ କେବେ ଶାନ୍ତିରେ ରହିପାରିବେନି। ହୁଁ ଏଠି ଆମେ କହୁଛେ ସ୍ୱର୍ଗ, ଆମେ କହୁଛେ ନରକ। ସ୍ୱର୍ଗ ବି ଏଇଠି ଅଛି, ନରକ ବି ଏଇଠି ଅଛି। ସ୍ୱର୍ଗ ହେଲା ଶାନ୍ତି, ଆନନ୍ଦ। ଶାନ୍ତି ମାନେ ଆନ୍ତରିକ ଶାନ୍ତି, ହଁ ମାନେ ସ୍ଥିର ମନରେ, ସ୍ଥିର ଚିତ୍ତରେ, ଆନ୍ତରିକ ଶାନ୍ତିରେ ରହିବା ହିଁ ସ୍ୱର୍ଗ। ନରକ କ'ଣ? ବିଭିନ୍ନ ଦୁଃଖରେ, ବିଭିନ୍ନ ଝଗଡ଼ା ଝାଣ୍ଟିରେ, ବିଭିନ୍ନ ରୋଗରେ, ଶୋକରେ ପୀଡ଼ିତ ହେବା ହିଁ ନରକ। ହୁଁ ତ ସେ ଯେଉଁ ଆମେ ଯାହାକୁ କହୁଛେ ମଦ ଗଞ୍ଜେଇ ବିକିକିରି କିମ୍ବା ଡାକୁ ଚୋରି କରିକିରି ସେ ଭଲରେ ଅଛନ୍ତି, ଆମେ ତାଙ୍କ ଶରୀରକୁ ଦେଖୁଛେ। ସେ ବ୍ୟକ୍ତି ସାଙ୍ଗରେ ଆମେ 1 ମାସ କିମ୍ବା 1 ହପ୍ତା ବିତେଇଲେ ଆକ୍ଚୁଆଲି ତାଙ୍କ ମାନସିକ ସ୍ଥିତି କ'ଣ, ତାଙ୍କ ଶାରୀରିକ ସ୍ଥିତି କ'ଣ, ତାଙ୍କ ବନ୍ଧୁ ସମ୍ପର୍କ କେତେ ସୁଦୃଢ଼ ଅଛି, ତାଙ୍କୁ ଲୋକମାନେ କେତେ ପ୍ରଶଂସା କରୁଛନ୍ତି। ପ୍ରଶଂସା ମାନେ ପଇସା ପାଇଁ କରୁଥିବା ପ୍ରଶଂସା ନୁହଁ, ଆନ୍ତରିକ ପ୍ରଶଂସା ମିଳିବା ଦରକାର। ପ୍ରଶଂସା 2 ପ୍ରକାର ଅଛି। ଆପଣଙ୍କ ପାଖରେ ଧନ ଅଛି, ଆପଣଙ୍କ ଧନ ଲୋଭରେ ମୁଁ ଆପଣଙ୍କୁ କହିବି ଜୟ 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 ଜୟକାର, ଜୟ ଜୟକାର, ଇଏ ପ୍ରଶଂସା ନୁହଁ। ପ୍ରଶଂସା ହୃଦୟରୁ ବାହାରିବା ଦରକାର, ହୁଁ ପ୍ରଶଂସା ମନରୁ ବାହାରିବା ଦରକାର, ବୁଝିପାରୁଛନ୍ତି? ତେଣୁକରି କର୍ମଫଳ ସିଦ୍ଧାନ୍ତ ମଲା ପରେ ଆଜ୍ଞା କିଏ ଭୋଗିବ? ଶରୀରକୁ ତ ପୋଡ଼ିଦେଲେ, ହଁ ମନ ତ ପୋଡ଼ି ହିଁ ଗଲା, ଆତ୍ମା ତ ଅଜର ଅମର, ଆତ୍ମା ତ ସବୁଠି ସେ ଏକ ଅଛନ୍ତି, ତାହେଲେ ମଲା ପରେ କିଏ ଭୋଗିବେ? ଜୀବିତ ଅବସ୍ଥାରେ ଏଇଠି ହିଁ ଭୋଗୁଛେ, କିନ୍ତୁ ଏ କଥାର ଗଭୀରତାକୁ ଆମେ ପରଖି ପାରୁନେ, ଧରି ପାରୁନେ, ହଁ ବୁଝିପାରୁଛନ୍ତି? ତ ଏଠି ଯେଉଁ ଆମେ କଥା ହେଉଥିଲେ, ପୁନର୍ଜନ୍ମ ଗୋଟେ ଏମିତିଆ ପୁରାଣରେ ଲେଖା ହେଇଛି। ପୁରାଣରେ କାହିଁ ଲେଖା ହେଇଛି? ଭଲରେ ନହେଲେ ମନ୍ଦରେ କିଛି ଲୋକଙ୍କ ଆଧ୍ୟାତ୍ମିକତାକୁ ଆଚରଣ କରିବା ପାଇଁ, ପ୍ରେରିତ କରିବା ପାଇଁ ଏସବୁ ଲେଖା ହେଇଛି। ଯଦି ଭାବି ନିଅନ୍ତୁ ଗୋଟେ ପିଲାଟେ ଅଛନ୍ତି, ସେ ପିଲାଟାକୁ ଆମେ ପଢ଼ିବା ପାଇଁ କହୁଛେ, ସେ ପଢ଼ୁନି, ବାରମ୍ବାର ପଢ଼ୁନି, ମନମୁଖୀ, ସେ ମାନେ ଖାଉଛି ପିଉଛି ଶୋଉଛି, ସ୍କୁଲକୁ ବି ଯାଉନି, ସେ ପିଲାକୁ ଯେତେବେଳେ ଆମେ ଆକଟ କରିବା, କିଛି କଟୁ କଥା କହିବା, ସେ ପିଲାକୁ ଯଦି ଆମେ ବାଡ଼େଇବା, ସେ ଭୟରେ ଫେରେ ପଢ଼ିବା ପାଇଁ ଆସିବ। ସେମିତି ଏଠି ପୁନର୍ଜନ୍ମର ବ୍ୟାଖ୍ୟା ଦେଇକିରି, ଭୟ ଦେଖେଇକିରି
ଆଧ୍ୟାତ୍ମିକ ମାର୍ଗକୁ ମାର୍ଗଦର୍ଶନ କରିବା ପାଇଁ କିଛି କଥା ପ୍ରଥା ଗପ କାହାଣୀ ଲେଖା ହେଇଛି। ଯେତେବେଳେ ଆମେ ଶୁଣିବା ଆର ଜନ୍ମରେ ଫେରେ ଆମେ ଖରାପ ଘରେ ଜନ୍ମ ହେବା, ଆର ଜନ୍ମରେ ଆମେ ପଶୁ ପରିକା ଜନ୍ମ ହେବା, ଆର ଜନ୍ମରେ ଆମେ ମଣିଷ ଜନ୍ମ ପାଇବାନି, ତାହେଲେ ହେଉଛି ତ କଷ୍ଟ ହେବ। ନାଇଁ 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 ନାଇଁ, ଆମେ ଭକ୍ତି କରିବା, ନାଇଁ 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 ନାଇଁ, ଆମେ ଟିକେ ପୂଜା କରିବା, ଆମେ ଟିକେ ସାଧନା କରିବା, ଆମେ ଟିକେ ଉପାସନା କରିବା, ସତ୍ସଙ୍ଗ ଶୁଣିବା। ତ ଏଇଟା କାରଣ। ଏମିତି ହୁଁ, ଦେଖିବାକୁ ଗଲେ ମଣିଷ ଜନ୍ମ ଠାରୁ ପଶୁ ଜନ୍ମ ବି ବହୁତ ଶ୍ରେଷ୍ଠ। ଶ୍ରେଷ୍ଠ ହଁ ନୁହଁ? କେମିତି? ପଶୁ କେମିତି ଶୁଣନ୍ତୁ, ପଶୁ ମଣିଷଙ୍କୁ ହଇରାଣ କରୁଛନ୍ତି। ନାଇଁ ତ, ମଣିଷ କରୁଛି ପଶୁ। ଗୋଟେ କାଉଟେ ତା ପେଟ ପୁରିଗଲେ ତା ନାଞ୍ଜ ଡିଆଁ ଡିଆଁ ଆରାମସେ ହଲି ହଲିକା ଗଛର ଡାଳ ବୁଲୁଛି, ହଁ କି ନାଇଁ? ହଁ ଗୋଟେ କୁକୁରଟେ ତା ପେଟ ପୁରିଗଲେ ସିଏ ବି ନାଞ୍ଜ ହଲି ହଲିକା ଆରାମସେ ଖୁସିରେ ସେ ବୁଲୁଛି। ହଁ ମଣିଷ ଖାଇସାରିଲେ ଖୁସି ହଉଛି? ନାଇଁ ପିଇ ତ ଆଉ ସାରିଲେ ଖୁସି ହଉଛି? ନା, 10 ପିଢ଼ି ଖାଇବା ପାଇଁ ରଖି ସାରିଲେ ବି ଖୁସି ହଉଛି? ନାଇଁ ଇଏ ଯୋଉ ପଶୁ ପକ୍ଷୀ ମାନେ ଡକ୍ଟର ପାଖକୁ ଯାଉଛନ୍ତି, ନା, ସିଏ ହଉଛି ସେମାନେ ତ ଆହୁରି ଭଲ ନା ଆମଠୁ। ବହୁତ ଶାନ୍ତିରେ ଅଛନ୍ତି ସେମାନେ। ପ୍ରକୃତି ସାଙ୍ଗରେ ପ୍ରାକୃତିକ ରୂପରେ ଅଛନ୍ତି। ତାଙ୍କ ଯୋଉ ବୁଦ୍ଧି ଏତେ ବିକଶିତ ହେଇନି। ବୁଦ୍ଧି ଖରାପ ନୁହଁ, ମଣିଷ ବି ଏଠି ଖରାପ କୁହାଯାଉନି। ମଣିଷ ମଣିଷ ସେ ମଣିଷ ଭଲ ଯୋଉ ମଣିଷ ପାଖରେ ବ୍ରହ୍ମ ଜ୍ଞାନ ଅଛି, ହଁ ଯୋଉ ମଣିଷ ସାଧନାରତ ଅଛନ୍ତି, ଯୋଉ ମଣିଷ ଆଧ୍ୟାତ୍ମିକ ମାର୍ଗରେ ଅଛନ୍ତି, ଯୋଉ ମଣିଷ ଇନ୍ଦ୍ରିୟ ମନକୁ ସଂଯମିତ ରଖିଛନ୍ତି, ଯୋଉ ମଣିଷ ସମଦୃଷ୍ଟିରେ ସଂସାରକୁ ଦେଖୁଛନ୍ତି, ସିଏ ହଁ ଭଲରେ ଅଛନ୍ତି। ହଁ ନଚେତ୍ କେବଳ ମଣିଷ ଯୋନିରେ ଜନ୍ମ ହେଲେ ଆଜ୍ଞା କେହି ଶ୍ରେଷ୍ଠ ହେବେନି କି ଶ୍ରେଷ୍ଠତା ଶାନ୍ତିତା ପାଇପାରିବେନି। ଗୁରୁଜୀ, ଯଦି ଚାଉଳ ଜାଗାରେ ପୋକ ହେଇଯାଇଥାଉଛି ହେଲେ ଆମେ ଫୁଟା ପାଣିରେ ସେଇଟା ପକେଇ ଦଉଛୁ, ହେଲେ ସେ ପୋକ ମତେ ସେଇଟା ହେଲେ ପାପ ହବ? ବହୁତ ବଡ଼ କଥା କହିଲେ, ସେଇଟା ବିରାଟ ପାପ। ଗୋଟେ କେମିତି? ପୋକଟା ଚାଉଳ ଚାଉଳ କେମିତି ଖାଇବୁ ନହେଲେ? ବାଛିକିରି ଖାଇପାରିବେ। ମତେ ହେଲେ ପୋକଟା ରଖିଥିବୁ, ଆମେ ବର୍ଷେ ଯାଇ ରଖିଥିବୁ, ସେ ଚାଉଳରେ ପୋକ ହେଇଯିବ, ସେ କଳା କଳା ଏଠି ପୋକ ହେଇଯିବ। ଏଠି ମୂଳ କଥା ହେଲା, ଦେଖନ୍ତୁ ଆମେ ଏ ଯୋଉ ସଂସାରକୁ ଯୋଉ ରଚନା ହେଇଛି, ହଁ ସଂସାର ଉପରେ ପ୍ରତ୍ୟେକ ପ୍ରାଣୀର ଅଧିକାର ଅଛି। ହଁ ଗଭୀର କଥାକୁ ଭଲ ଭଲ କିନି ଗ୍ରହଣ କରନ୍ତୁ। ହଁ ମୋ ଗଛରେ ଗୋଟେ ପିଜୁଳି ହେଇଛି, ସେ ଗଛଟାକୁ ମୁଁ ମୋର ମାନିଛି ବ୍ୟବହାରିକ ରୂପରେ, କିନ୍ତୁ ହୁଁ ସେ ଗଛ ହେଲା ଗୋଟେ ପ୍ରକୃତି। ସେ ଗଛର ମୋର ଯେତିକି ଅଧିକାର ଅଛି, ଗୋଟେ ଶୁଆର ଗୋଟେ କୁଆର ବି ସେତିକି ଅଧିକାର ଅଛି। ହୁଁ ବୁଝିପାରୁଛନ୍ତି? ହଁ ତ ଏ ଭୌତିକ ସଂସାରରେ ଯାହା ବି ରଚନା ହେଇଛି, ଚାଉଳକୁ ମୁଁ କିଣିକିରି ଆଣିଛି, ମୁଁ ମାନିଛି। ସେ ଚାଉଳକୁ ମୁଁ ନିର୍ମାଣ କରିଥିଲି କି? ନାଇଁ ତ। ଆଉ କେଉଁଠି ଆଉ କେଉଁ ଚାଷୀ ଭାଇ ତାକୁ ଉତ୍ପତ୍ତି କରିଥିଲେ, ଆଉ ହଁ କେଉଁଠି ଆଉ କିଏ ଭାଇ ତାକୁ ଦୋକାନ ମାଧ୍ୟମରେ ବିକିଲେ, ତାକୁ ମୁଁ ଆଣିଛି। ମୁଁ ଆଣିବାରୁ ମୁଁ କିଣିଛି, ମୁଁ ଯେଉଁ ପଇସାଟା କିଣିଛି ସେ ହଁ, ପଇସାଟା କ'ଣ ମୁଁ ଜନ୍ମରୁ ଆଣିକି ଆସିଥିଲି କି? ନାଇଁ ତ। ଭଲ କିନି ପରଖନ୍ତୁ। ସେ ହେଲେ ପଇସା ବି ସେଟା ଏଇ ଖାଇବି ସଂସାରରୁ, କେମିତି? ଶୁଣନ୍ତୁ ଶୁଣନ୍ତୁ ଧୀରେ ଧୀରେ ଯିବା ହଁ ଧୀରେ ହୁଁ ଧୀରେ ଯିବା। ସେ ପଇସାଟା ବି ମୁଁ ସଂସାରରୁ କମେଇଥିଲି, ହଁ ହଁ କି ନାହିଁ? ଯଦି ହଁ ଆମେ ଦେଖନ୍ତୁ, ସାଧନାରେ ଏଇ ସବୁ ଛୋଟ ଛୋଟ ଜିନିଷକୁ ଯଦି ପରଖିବେ ନା, ନିଶ୍ଚୟ ବ୍ରହ୍ମାନୁଭୂତି ହେବ। ଏଇଟା ହଁ ସୁନିଶ୍ଚିତ। ଛୋଟ ଛୋଟ ହଁ ଜିନିଷ ନୁହେଁ, ଏଇଟା ବିରାଟ କଥା ଆମେ କଥା ହଉଛେ। ଗୋଟେ ହଁ ପିମ୍ପୁଡ଼ିଟେ, ତାର ବି ଖାଦ୍ୟ ଦରକାର। ହଁ ଆମ ପାଖରେ କ'ଣ ନା ଜ୍ଞାନ ଅଛି, ଆମ ପାଖରେ କ'ଣ ଅଛି, ଆମେ ସେ ଜ୍ଞାନକୁ ବିନିଯୋଗ କରି ବିଭିନ୍ନ ବ୍ୟବସ୍ଥା କରିଛେ। ବିଭିନ୍ନ ବ୍ୟବସ୍ଥା କ'ଣ, ଯଦିଓ କିଏ କିଣିକିରି କାହା ଘରେ କେଉଁ ଜିନିଷଟା ରଖିଛେ ସେଇଟା ତାର ମାନିଛେ, ତା ଜିନିଷକୁ ଆମେ ଆଣିବାନି, ନହେଲେ ଯେଉଁ କାନୁନ ସେଇଟା ଗୋଟେ ଅପରାଧ, ଆମେ ଏପରିକା ମାନିଛେ। କିନ୍ତୁ ହୁଁ ବିଚରା ପିମ୍ପୁଡ଼ିକି ଜାଣିଛେ କି ସେ ଆମ ଘର ତାଙ୍କ ଘର, ନାଇଁ ପିମ୍ପୁଡ଼ିର ଖାଦ୍ୟ ଦରକାର। ସେ ବିଚରା ଯେଉଁଠି ପୋକ ଏମିତି ବି ଚାଉଳ ଭିତରେ ବି କିଛିଟା ପୋକ ଉତ୍ପତ୍ତି ହେଇଯାଏ। ହଁ ଅଣ୍ଡଜନା କ'ଣ ବୋଲୁ, ହଁ, ଉଦ୍ଭିଦ ଜନା ଅଣ୍ଡଜନା କ'ଣ କହୁନାହାନ୍ତି ଗୁରୁ? ଅଣ୍ଡଜରିକା ଅଛନ୍ତି। ମାନେ ପାଣି ଅଧିକ ସମୟ ରଖିଲେ ପାଣି ହଁ ଭିତରେ କିଛି ପୋକ ହେଇଯାଏ। ହଁ ସେମିତି ଚାଉଳକୁ ବି ଅଧିକ ସମୟ ରହିଲେ ଚାଉଳ ଭିତରେ ବି କିଛି ଜନ୍ମ ନିଅନ୍ତି କିଛି ଜୀବଜନ୍ତୁ, ହଁ ପୋକମାନେ। ଆଚ୍ଛା, ସେ ହଁ ପୋକ ବିଚରା ଜନ୍ମ ହେଇଛି, ସେ ସେଠି ଚାଉଳ ଖାଇବନି? ତାକୁ ଆମେ କହିବା ତୁ ବାହାରୁ ଯେ କିଣିକି ଆଣି ଖା? ନାଇଁ ଯେ ଆମେ କ'ଣ କରିବୁ ଗୁରୁଜୀ କହୁନାହାନ୍ତି? ଆମେ ତାକୁ କ'ଣ କରିବା? ହଁ ସାଧନାରେ ପ୍ରଥମ ସାଧନା ହେଲା ଅହିଂସା। ହଁ ବୁଝିପାରୁଛନ୍ତି? ପ୍ରଥମ ହଁ ସାଧନା ହେଲା ଅହିଂସା। ଅହିଂସା ମାନେ, ମୁଁ ଦେଖୁଛି ଗୋଟେ ପିମ୍ପୁଡ଼ି ଧାଡ଼ି ନଗେଇକିରି ଚାଲୁଛି, ହୁଁ ମୁଁ ଗୋଟେ ଗାଡ଼ିରେ ଆସୁଛି, ମୋ ପ୍ରୟାସ ରହିବ ଯେମିତି ସେ ପିମ୍ପୁଡ଼ି ଉପରେ ଗାଡ଼ି ଚଢ଼େଇବିନି। ମୁଁ ଟିକେ ରୋକିବି, ଗୋଟେ ପତ୍ର ମାଧ୍ୟମରେ କି କିଛି ଝାଡ଼ୁ ମାଧ୍ୟମରେ ତାକୁ ଟିକେ ଓଳେଇ ଦେବି, ଟିକେ ପହଁରି ଦେବି, ତାପରେ ମୁଁ ଗାଡ଼ିକି ଯିବି। ଇଏଟା ଗୋଟେ କଷ୍ଟ କଥା ନୁହଁ, କିନ୍ତୁ ହୁଁ ଇଏ ମାନବିକତା ଯଦି ନଥାଇକିରି ଆମେ ପିମ୍ପୁଡ଼ି ଉପରେ ଗାଡ଼ି ଚଢ଼େଇ ଦେବା। କିମ୍ବା ସେ ଯେଉଁ ଚାଉଳ କଥା ବଢ଼ିଆ ଉଦାହରଣ ଆପଣ ଦେଲେ, ସେ ଚାଉଳ ଭିତରେ ଆମେ ଯଦି ଗରମ ପାଣିକି ପକେଇଦେବା, ପୋକ ତ ମରିଯିବେ, ସବୁ ଉପରେ ଭାସିବେ।
କିନ୍ତୁ ହଁ ଆମ ମନ ଭିତରେ କ୍ରୂରତା ଧାରଣ କଲେନି କି? ଆମ ସଂସ୍କାର ଦେଖନ୍ତୁ ଚାଉଳ ଦେଖନ୍ତୁ ପାଛୁଡିଲେ ବାହାରନି ଗୁରୁଜୀ, ସେ ଯା କଳା କଳା ପୋକ ଯାହା ପାଛୁଡିଲେ ବାହାରନି, ଆଉ ନାଇଁ ନାଇଁ, ବାଛିଲେ ଇଆଡେ ପଳଉଛନ୍ତି। ସେ ଚାଉଳକୁ ଧୀରେ ସେ ଗୋଟେ ଖରା ଫରାରେ ରଖିଦେଲେ ବି କିଛି ସମୟ ତାଙ୍କୁ ତାପ ହେଲେ ସେ ପଳେଇବେ। ତାଙ୍କୁ ଗରମ ପାଣି ଦେଇ ଏତେ କଠୋର ଉପରେ ମାରିବାର ଆବଶ୍ୟକ ନାହିଁ, ବୁଝିପାରୁଛନ୍ତି? ତ ହଁ ତ ଛୋଟ ଛୋଟ ଜିନିଷକୁ ସାଧନାରେ ଆଚରଣ କରିବା ଦରକାର। ସେ ପୋକ କଥା କହିଲେ, ଏମିତି କୋବି ଏବେ ଥରେ ହଁ ହେଇଥିଲା, ଏବେ ମାନେ 6 ମାସ ତଳ କଥା କହୁଛି। ଗୋଟେ ହଁ ମୁଁ ଫୁଲ କୋବିଟା ଆଣିଥିଲି, ହଁ କୋବି ଭିତରେ କୁନି କୁନି ପୋକ ସବୁ ଅଛନ୍ତି, ପୁଳାଏ ପୋକ, ହଁ ବୁଝିପାରୁଛନ୍ତି? ମୁଁ ହଁ ସେ କୋବିଟାକୁ କାଟିଲିନି, ମୁଁ ନିଜେ ହଁ ଆଚରଣ କରିକି କଥା କହୁଛି। ମୁଁ ସେ ହଁ କୋବିଟା ଗୁରୁଜୀ କୁହନ୍ତୁ। ମୁଁ ସେ କୋବିଟାକୁ ନେଲି, ଆମ ଘର ଆଗରେ ସବୁ କିଛି ଗଛ ଫଛ ଲାଗିଛି, ସେ ଗଛ ମଝିରେ ସେ କୋବିଟାକୁ ରଖିଦେଲି। ତା ହଁ 3-4 ଦିନ ପରେ ମୁଁ ଦେଖୁଛି, ଯୋଉ କୁନି କୁନି ପୋକ ନଥିଲେ, ସେ ବିରାଟ ବଡ ବଡ ପୋକ ହେଇକି ତା ଭିତରୁ ବାହାରୁଛନ୍ତି। ମାନେ ସେ ପୋକ ସେ କୋବିକୁ ଖାଇଲେ। ସେ ହଁ କୋବି ଉପରେ ମୋର ଯେତିକି ଅଧିକାର ଅଛି, ସେ ପୋକର ବି ସେତିକି ଅଧିକାର ଅଛି। କାହିଁକିନା ହଁ ପ୍ରକୃତି ସମସ୍ତଙ୍କର। ହଁ ମଣିଷ ରୂପକ ଆମେ ବୁଦ୍ଧିକୁ ଜ୍ଞାନକୁ ପ୍ରୟୋଗ କରି ତାଙ୍କ ଖାଦ୍ୟକୁ ଛଡେଇକି ନେଇ ଯାଉଛେ, କିନ୍ତୁ ଏଇଟା ବି ଅଧର୍ମ ହିଁ। ହଁ ଧର୍ମ ଜୈନ ବାଛିଲେ ତ ଧର୍ମରେ ବାହାରିବନି। ଜୈନ ଧର୍ମରେ ବାଛିଲେ ବାହାରିବନି। ଦେଖନ୍ତୁ, ଜୈନ ହୁଁ ଧର୍ମରେ ଜୈନ ଗୁରୁମାନେ କଣ କରିଥାନ୍ତି, ସେ ତ ଦିଗାମ୍ବର ଥାନ୍ତି, ବସ୍ତ୍ର ପିନ୍ଧନ୍ତିନି। ତାଙ୍କ ହାତରେ ନା ଗୋଟେ ମୟୂର ପିଞ୍ଛ ଥାଏ। ସେ ମୟୂର ହଁ ପିଞ୍ଛଟାକୁ କଣ କରନ୍ତି, ସେ ଯୋଉଠି ବସନ୍ତି ସେଠି ଟିକେ ଝାଡୁ ମାରନ୍ତି, କାଳେ କଣ କୀଟାଣୁ ଥିବେ, କାଳେ କଣ ଭୂତାଣୁ ଥିବେ, ଝାଡୁ ମାରିବେ ତାପରେ ବସିବେ। ଜୈନ ଧର୍ମରେ ପାଟିରେ ଗୋଟେ କପଡା ଭଳିକା ବାନ୍ଧିଥାନ୍ତି। ସେ ଏଇଥିପାଇଁ ବାନ୍ଧିଥାନ୍ତି, ଆମେ ନିଶ୍ୱାସ ନଉଥିବା ସମୟରେ କାଳେ କଣ ମାନେ ଜୀବଜନ୍ତୁ, ଛୋଟ ଛୋଟ କୀଟାଣୁ ଭୂତାଣୁ କାଳେ ନିଶ୍ୱାସ ମାଧ୍ୟମରେ କୌଣସି ମଶା ମାଛି କାଳେ ପାଟି ଭିତରେ ପଶିକିରି କାଳେ ମରିଯିବେ କି? ଦେଖନ୍ତୁ, ହୁଁ ତାଙ୍କର କେତେ ନିଷ୍ଠା ଅଛି, ଆତ୍ମଜ୍ଞାନୀ ସେମାନେ। ହୁଁ କେତେ ନିଷ୍ଠା ଦେଖନ୍ତୁ, ସେ ନା ପାଟିରେ ଗୋଟେ ପରଦା ଦେଇଥାନ୍ତି। ତ ଇଏ ହୁଁ ସବୁ ହେଲା, ଦେଖନ୍ତୁ, ହୁଁ ଯେତିକି ହେଇପାରିବନି ତ ଛାଡି ଦିଅନ୍ତୁ। ବହୁତ ସାରା କୀଟାଣୁ ଭୂତାଣୁ ଛୋଟ ଛୋଟ ଅଛି, ତାକୁ ଆମେ ଦେଖିପାରୁନେ, ଅଜାଣତରେ କୋଉଠି ଖାଇ ନେଉଛେ, ଅଜାଣତରେ କଣ କରିଦେଉଛେ, ସେଇଟା ପଛ କଥା। କିନ୍ତୁ ହୁଁ ଯୋଉଠି ଆମ ମନ ବାରୁଛି, ଆପଣଙ୍କ ମନଟା ଏଇଟା ବାରିଛି ବୋଲିକି ଆପଣ ଏ କଥାଟା ମତେ ପଚାରୁଛନ୍ତି। ହଁ କେବେ ନା କେବେ କୋଉଠି ନା କୋଉଠି ଭୁଲ କରିଦେଇଛନ୍ତି, ଚାଉଳ ଧିରେ ପୋକକୁ ମାରିବା ପାଇଁ ପାଣି ପୁରେଇ? ସବୁଦିନ ତ କରୁଛି ଗୁରୁଜୀ ମୁଁ ଆଉ। ନା ନା ନା, ତାକୁ ଛାଡନ୍ତୁ, ତାକୁ ଆଉ କରନ୍ତୁନି। ତାକୁ ହେଲେ ମୁଁ ବାଛି ପାରୁନି, ଏତେ ଯାକ ନାଇଁ ନାଇଁ ପାଛୁଡିଲେ ବାହାରନି। ନାଇଁ, ଦୟାକରି ସେ ପୋକଙ୍କ ଉପରେ ଦୟା କରନ୍ତୁ। ଏଇଟା ହେଲା ମୂଳ ସାଧନା, ଓହୋ ଅହିଂସା। ଅହିଂସା। ମଣିଷ ତ ବଡ ବଡ ଛେଳି କୁକୁଡା ଆଙ୍କୁ ସବୁ ହାଣି କାଟିକିରି ଖାଇ ଯାଉଛି, ସିଏ ତ ଛାଡନ୍ତୁ, ସେ ଇଏ କଥା ଆମେ କହିବାନି। ଗୁରୁଜୀ ଆପଣ କହିଛନ୍ତି ଯେ ସବୁଠି ବ୍ରହ୍ମ ଅଛନ୍ତି, ହେଲେ ମୋ ପୋକଡାକୁ ବ୍ରହ୍ମ, ଆଉ ଯୋଉ ଏ କାଠ ନହେଲେ ଆଳୁ ବାଇଗଣ ଏ ଯାକ ହେଲେ ତା ଭିତରେ ବ୍ରହ୍ମ ଅଛନ୍ତି, ସେଇଟାରେ ଅଛନ୍ତି ନା? ସୁନ୍ଦର ସେଇଟାକୁ ସୁନ୍ଦର କଣ ସୁନ୍ଦର କଥା, ଡିଫରେନ୍ସ? ଗଭୀର ପ୍ରଶ୍ନ। ଦେଖନ୍ତୁ ଦେଖନ୍ତୁ, ହଁ ଯୋଉଠି ଯେକୌଣସି ଜୀବ ତା ଭାବନାକୁ ବ୍ୟକ୍ତ କରୁଛି, ହଁ ସିଏ ତାର ବ୍ୟାକୁଳତାକୁ ଦର୍ଶଉଛି, ହଁ ସେଠି ଆମେ ତାଙ୍କୁ ମାରିବା କଥା ନୁହଁ। ଗୋଟେ ଓହୋ ମାଛଟେ କାଟୁ କାଟୁ ସେ ଛଟପଟ ପାଉଛି ନା ନାଇଁ? ହଁ ହଉଛି। ଛାଟି ପିଟି ହେଇକିରି ଆମଠୁ ଛଡେଇ ହେଇକିରି ଦୂରେଇ ହେଇକି ହଁ ଯିବା ପାଇଁ ଚେଷ୍ଟା କରୁଛି ନା ନାଇଁ? କରୁଛି ପ୍ରାଣ ବିକଳରେ। ତ ସେଠି ସେ ତା ଭାବନାକୁ ବ୍ୟକ୍ତ କରୁଛି। କିନ୍ତୁ ଗୋଟେ ଗଛ ସାଙ୍ଗରେ ଯୋଉ ଫଳଟାକୁ ଆମେ ଛିଣ୍ଡଉଛେ, ସେ ଫଳଟା କଣ ଗଛ ସେମିତି କହୁଛି କି ମତେ ଧରନି କାଟନି? ହୁଁ ଫଳ ଦଉଛି ସେ ଆମକୁ ହଁ ଖାଇବା ପାଇଁ, ହଁ ବୁଝିପାରୁଛନ୍ତି? ତ ହଁ କିଛି ଜିନିଷ ଖାଇବା ପାଇଁ, ବଞ୍ଚିବା ପାଇଁ, ନିର୍ଭର ହେଇକି ରହିବା ପାଇଁ ଏଠି ଦିଆଯାଇଛି। କିଛି ଜିନିଷକୁ ମାନେ ଆଚରଣରେ ତାକୁ ଶାଳୀନତା ରଖିବା ପାଇଁ କୁହାଯାଇଛି। ହୁଁ ବୁଝିପାରୁଛନ୍ତି? ଏଇଠି ଦେଖନ୍ତୁ, ହଁ ଏଇଠି ଗୋଟେ ଗଭୀର କଥା ଅଛି, ଆମକୁ ବୁଝିବାର ଅଛି। ଗଭୀର କଥା କଣ? ପଞ୍ଚଭୂତରେ ଯୋଉ ପ୍ରକୃତି ପ୍ରପଞ୍ଚ ନିର୍ମାଣ ହେଇଛି, ହୁଁ ପଞ୍ଚଭୂତ ଉପରେ ନିର୍ଭରଶୀଳ ଅଛନ୍ତି। ହଁ ନିର୍ଭରଶୀଳ କଣ? ଗଛ ବନସ୍ପତି, ହଁ ଗଛ ବି ଆମ ମିତ୍ର, ଗଛ ବି ଆମ ବନ୍ଧୁ। ହଁ ଗଛ ମାଧ୍ୟମରେ ଆମେ ଫଳ ଖାଉଛେ, ହୁଁ ପରିବା ଖାଉଛେ, ଯାହାବି ଖାଦ୍ୟକୁ ଖାଉଛେ। ଗଛ ହଁ ମାଧ୍ୟମରେ ଆମେ ଅକ୍ସିଜେନକୁ ପାଉଛେ, ହଁ କି ନାଇଁ? ପ୍ରକୃତିରୁ ହିଁ ପାଣିକୁ ପାଉଛେ, ପିଉଛେ। ହଁ ବୁଝିପାରୁଛନ୍ତି? ହଁ ପ୍ରକୃତିରୁ ହିଁ ଆକାଶ ଅଛି। ହଁ ମାନେ ଯୋଉ ପଞ୍ଚ ତତ୍ଵ କହୁଛେ, ଫଳ ମାଟି ତତ୍ଵ ଭାବି ନିଅନ୍ତୁ। ହୁଁ ତାପରେ ଆକାଶ ତତ୍ଵ, ବାହାରେ ଯୋଉ ଆକାଶ ଅଛି, ଭିତରେ ଯୋଉ ଆକାଶ ଅଛି, ସେ ମିଶିକିରି ଅଛି। ଏକ ଅଛି। ଆକାଶ ପରେ ବାୟୁ ଯୋଉ ଆସିଯାଏ, ନିଶ୍ୱାସ ଦ୍ଵାରା ଯୋଉ ବାୟୁକୁ ନଉଛେ, ସେ ବାୟୁମଣ୍ଡଳରେ ସେଇ ବାୟୁ ହିଁ ପ୍ରତ୍ୟେକ ଜୀବକୁ, ଜୀବର ଭିତରକୁ ଯାଉଛି, ପ୍ରାଣ ଶକ୍ତିକୁ ପରିଚାଳନା କରୁଛି, ଜୀବର ବାହାରକୁ ଆସୁଛି। ହୁଁ ବୁଝିପାରୁଛନ୍ତି? ବାୟୁ ବି ଯାହା ପ୍ରକୃତିରେ ଅଛି, ସେଇଆ ଶରୀର ଭିତରେ ବି ଅଛି। ହୁଁ ଅଗ୍ନି
ବାହାରେ ଥିବା ଅଗ୍ନି ଭିତରେ ଥିବା ଜଠରାଗ୍ନି ଏକ ହୁଁ ଅଗ୍ନି ସ୍ତରରେ, ତାପରେ ଜଳ ବାହାରେ ଥିବା ଜଳ ଭିତରେ ଥିବା ଜଳ ଏକ, ହୁଁ ତଳରେ ମାନେ ଯୋଉ ମାଟି ତତ୍ଵ, ମାଟି ହୁଁ ତତ୍ଵ କଣ ବାହାରେ ଯୋଉ ଫଳ ଗଛ ବୃଛ, ସେଇ ଫଳ ସେ ସେଇ ମାଟିକୁ ହିଁ ଏ ମାଟି ରୂପକ ଶରୀର ଖାଇକି ଆ ଭିତରକୁ ଆଣୁଛି। ଏ ହୁଁ ଶରୀର ଫେରେ ଯେତେବେଳେ ମଳ ତ୍ୟାଗ କରୁଛି, ଏବେ ସିନା ଆମେ ସମସ୍ତେ ଲେଟ୍ରିନ୍ ଫେଟ୍ରିନ୍ କରିକି ଘରେ ସେ ମଳକୁ ସଞ୍ଚୟ କରି ରଖୁଛେ, ହୁଁ କିନ୍ତୁ ଆଗେ ଆଗେ ଆମେ ବିଲକୁ ଯାଉଥିଲେ, ହଁ ସେଇ ଗଛରୁ ଖାଦ୍ୟ ଆସିଲା ପେଟ ଭିତରକୁ, ହଁ ବିସର୍ଜକ କ୍ରିୟା ମାଧ୍ୟମରେ ମଳ ମାଧ୍ୟମରେ ଫେର ଆମେ ସେ ବିଲରେ ତାକୁ ତ୍ୟାଗ କରୁଥିଲେ, ସେଇ ହଁ ଫେର ଆଉ ଥରେ ରୋଟେଟ୍ ହେଇକିରି ଗୋଟେ ଗଛ ହଉ, ଗୋଟେ ଫସଲ ହଉ, ଗୋଟେ ହଁ ପନିପରିବା ହଉ ହେଇକିରି ଫେର ଭିତରକୁ ଆସୁଥିଲା। ମାନେ ଏ ଗୋଟେ ସାଇକ୍ଲିଂ ହଉଛି, ଏ ହଁ ଗୋଟେ ପାଣି ରୋଟେସନ ଚାଲିଛି। ସେମିତି ଆଜ୍ଞା। ହଁ ଆମେ ପାଣି ବ୍ୟବହାର କରୁଛୁ ତଳକୁ ଯାଉଛି, ଆଉଥରେ ସେଟା ଆଗ ଝରିକି ଉପରକୁ ଆଇଲେ ଆମେ ବ୍ୟବହାର କରୁଛୁ। ବାସ୍, ତ ଇଏ ଗୋଟେ ପ୍ରକୃତିରେ ସବୁ ଜିନିଷ ପ୍ରାକୃତିକ ରୂପରେ ହଉଥିଲା, ତାକୁ ମଣିଷ ତା ବୁଦ୍ଧିକୁ ଦୁରୁପଯୋଗ କରି ନିର୍ବୁଦ୍ଧିଆ କାମ କରିକି ବିଭିନ୍ନ ରୋଗରେ ପୀଡ଼ିତ ଅଛି। ହୁଁ ଧରି ପାରୁଛନ୍ତି ଏ କଥାକୁ? ହଁ 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 ଆମେ ଯୋଉ ପ୍ରାକୃତିକ ସାରକୁ ଆମେ କଣ କରୁଛେ, ତାକୁ ଏକତ୍ର କରିକି କୋଉଠି ଲେଟ୍ରିନ୍ ଟାଙ୍କି ଭିତରେ ପୁରେଇ ରଖୁଛେ, ହଁ କିନ୍ତୁ ଆମେ ଯୋଉ ରାସାୟନିକ ସାରକୁ ଦେଇକରି ବିଷ ଖାଉଛେ, ବିଷ ହଁ ବହୁତ ଜଲ୍ଦି କାହାର ହାତ ଥରୁଛି, କାହାର ପ୍ରେସର, କାହାର ଡାଇବେଟିସ୍, କାହାର ହଁ। ହାର୍ଟ ଆଟାକ୍ ହେଲେ, କାହାର ବ୍ରେନ୍ ଷ୍ଟ୍ରୋକ୍ ହେଲେ। ଆଗେ ଆମ ବାପା ଜେଜେମା ଆଗେ କଣ କରୁଥିଲେ, ଜେଜର ବିଲରେ ଝାଡା କରୁଥିଲେ ଗୁରୁଜୀ, ଗଛ ଭଲ ହବ ବୋଲି। ନାଇଁ ନାଇଁ, ଏ କଥା କିଛି ଲୋକଙ୍କୁ ନା ଟିକେ କଟୁ ଲାଗିବ, ହେଇ ଏମିତି କଣ କହୁଛନ୍ତି, ଏ କଥା କଣ କହୁଛନ୍ତି, ସେଟା ପ୍ରକୃତି। ଆମେ ଯୋଉ ନିଜ ବିଲ ଖାଦ୍ୟ ହିଁ ମଳ ରୂପରେ ପରିବର୍ତ୍ତନ ହଉଛି ନା, ସେ ମଳ ହଁ କଣ କି ହଁ ଖାଦ୍ୟ ନୁହଁ। ଆମେ ଯୋଉ ହଁ ମାଟି ତ ପନିପରିବା ଯାହା ଶାଗ ମୁଗ ଖାଇଛେ, ସେଇ ଜିନିଷ ପ୍ରୋସେସ ହେଇକିରି ନାଡି ଭିତରେ ତାର ସାର ତତ୍ଵକୁ, ସାରାଂଶକୁ ଶରୀର ଗ୍ରହଣ କରିଦଉଛି, ବାକି ଯୋଉ ୱେଷ୍ଟ ମେଟେରିଆଲ ଅଛି ତାକୁ ତ୍ୟାଗ କରିଦଉଛି। ତ ସେଇ ହୁଁ ଖାଦ୍ୟ ହିଁ ତ ମଳ। ମଳ କଣ କି, ହୁଁ ସେ ଟିକେ ତାର ଦୁର୍ଗନ୍ଧ ଆସୁଛି, ଠିକ ଅଛି। ଆମେ ଯଦି ଖାଦ୍ୟକୁ ବି ପୁଟୁଳା ବାନ୍ଧିକିରି ଗୋଟେ ଜାଗାରେ ରଖିବା କିଛି ସମୟ, ସେ ହଁ ଖାଦ୍ୟ ବି ପଚିଗଲେ ସେ ଗନ୍ଧେଇବନି କି? ଗନ୍ଧିବ। ତ ଇଏ ସବୁ ଆର ମୂଳ କଥା ହେଲା, ଆ ଯେତେବେଳେ ନିଜର ତତ୍ଵକୁ ଚିହ୍ନି ପାରିବେ, ପରମାନନ୍ଦ ହବ। ପରମ ଆନନ୍ଦ ମାନେ ଆପଣ ବୁଝିପାରିବେ, ସ୍ୱପ୍ନରେ ଯେମିତି ସ୍ୱପ୍ନ ସଂସାର ମୋ ଭିତରେ ପରିଚାଳନା ହଉଥିଲା, ଏ ଜାଗୃତ ସଂସାର ବି ମୋ ଭିତରେ ହିଁ ହଉଛି। ଏ ହୁଁ ସଂସାରର ପ୍ରତ୍ୟେକ ଶରୀରର, ପ୍ରତ୍ୟେକ ଇନ୍ଦ୍ରିୟ ଅନୁଭବର, ପ୍ରତ୍ୟେକ ମନର ଚିନ୍ତା ଚିନ୍ତନର ଆଧାର ମୁଁ। ମୋର ନା ଜନ୍ମ ଅଛି, ମୋର ନା ମୃତ୍ୟୁ ଅଛି, ମୁଁ ନା ବୁଢା ହେବି, ମୁଁ ନା ମୃତ୍ୟୁ ହେବି। ମୁଁ ଅବିନାଶୀ ଆତ୍ମା, ମୁଁ ଅଜନ୍ମ ଶକ୍ତି, ମୁଁ ଆତ୍ମା, ମୁଁ ବ୍ରହ୍ମ, ମୁଁ ଆଧାର। ବହୁତ ପ୍ରକାର କଥା। ଭଲ ହେଲା ଆମର ଏ ଚର୍ଚ୍ଚାଟା, ଏଇଟା ବି ଅପଲୋଡ କରିଦବା। ଗୁରୁଜୀ ଆକାଶ କୁହନ୍ତୁ। ଯୋଉ କହିଛନ୍ତି, ସେ ଆକାଶ ଏ ଆକାଶ ସମାନ ନାହିଁ ବୋଲୁଛନ୍ତି କଣ? ଏଇଟା ଯୋଉ ଶୂନ୍ୟ ସ୍ଥାନ ଏ ଆକାଶ, ଆଉ ସ୍ୱର୍ଗରେ ଥିବା ସେ ଆକାଶ ସେଟା ସେ ଗପ କାହାଣୀ କହିଛନ୍ତି। ଆକାଶର ତାତ୍ପର୍ଯ୍ୟ ଆପଣ ହେଲା କହିଛନ୍ତି ଶୂନ୍ୟ। ଗୁରୁଜୀ, ଆପଣ କହିଛନ୍ତି। ନାଇଁ ନାଇଁ ନାଇଁ, ଶୁଣନ୍ତୁ ଶୁଣନ୍ତୁ। ଗୋଟେ ଭିଡିଓରେ କହିଛନ୍ତି ସେ ଆକାଶ ସମାନ ନାହିଁ ବୋଲୁଛନ୍ତି। ନା ନା ନା, ମୁଁ କହିନି। ହଁ ହଁ, ସିଏ ତ ଗୋଟେ ଭିଡିଓଟାରେ କହିଥିଲେ, ସେ ଆକାଶ ଏ ଆକାଶ ସମାନ ନାହିଁ ବୋଲୁଛନ୍ତି, ସେଇଟା ଏଇଟା ସମାନ କି? ନାଇଁ ନାଇଁ, ଆକାଶ ସମାନ ନାହିଁ ମୁଁ କହିନଥିବି। ଆକାଶ ସମାନ, କାହିଁକି ଆକାଶ ହେଲା ଶୂନ୍ୟତା। ହଁ ଶୂନ୍ୟତା ବୁଝିପାରୁଛନ୍ତି? ହଁ ଶୂନ୍ୟତା ମାନେ ପେଟ ଭିତରେ, ପାଟି ଭିତରେ, କାନ ଭିତରେ ଥିବା ଯୋଉ ଶୂନ୍ୟ ଜାଗା, ଯାହା ଏ ବାହାରେ ଥିବା ଶୂନ୍ୟ ଜାଗା ସେଇଆ। ହଁ, ଆଉ ଯୋଉ ଉପରେ ଯୋଉ ଆକାଶ ଟା ଅଛି? ନାଇଁ ନାଇଁ, ଆପଣ ଉପରେ ତ ଆକାଶ ନାହିଁ, ଶୂନ୍ୟ। ଆପଣ ବୋଧେ ବାଦଲକୁ କହୁଛନ୍ତି। ହଁ, ସେଇଟା ନାଇଁ। ବାଦଲ ନୁହଁ। ଆଚ୍ଛା ଆଚ୍ଛା, ଆପଣ ଏ କଥା କହୁଛନ୍ତି କି, ଯୋଉ କିରଣ କଥା କହୁଛନ୍ତି କି? ଚନ୍ଦ୍ରକ୍ରାନ୍ତି ସୂର୍ଯ୍ୟକାନ୍ତିର ଭିନ୍ନ ଅଛି। ସ୍ଵୟଂ ପ୍ରକାଶୀ ପରପ୍ରକାଶୀ କଥା କୁହା ହେଇଥିଲା। ହଁ, ସେଇଟା ଆପଣ କହିଛନ୍ତି, ଚନ୍ଦ୍ର ତାଙ୍କ ହଁ, ସୂର୍ଯ୍ୟଙ୍କର ମୁଁ ଭିନ୍ନ ଆକାଶ କଥା କହିନି। ଏ ସୂର୍ଯ୍ୟ ଆକାଶ ସ୍ଵୟଂ ସେ ପ୍ରକାଶୀ, ଆକାଶ ସୂର୍ଯ୍ୟ ସମାନ ସ୍ଵୟଂ ନାହିଁ। ପ୍ରକାଶୀ। ସୂର୍ଯ୍ୟଙ୍କ ଠାରୁ କିରଣ ଆସୁଛି, ସେ ସୂର୍ଯ୍ୟ କିରଣ ଚନ୍ଦ୍ରମା ଉପରେ ପଡିକିରି, ଚନ୍ଦ୍ରମା ପ୍ରତିବିମ୍ବିତ ହେଇକିରି ଇଏ ରାତ୍ରି ସମୟରେ ଆମକୁ ଯୋଉ ଧରା ପୃଷ୍ଠକୁ ଆଲୋକିତ କରୁଛନ୍ତି। ହଁ ଚନ୍ଦ୍ରଙ୍କ ଉପରେ ଯୋଉ କିରଣ ପଡୁଛି, ସେ ସ୍ଵୟଂ ଚନ୍ଦ୍ରଙ୍କର ନୁହଁ, ସେ ସୂର୍ଯ୍ୟଙ୍କର। ଏ କଥା କୁହା ହେଇଥିଲା। ହଁ, ହଁ, ହେଲେ ସେ ଆକାଶ ଆକାଶ ସମାନ କି ଗୁରୁଜୀ? ଯୋଉ ମେଘ ବାଦଲ ସବୁ ଅଛି, ସେଇଟାକୁ ଆକାଶ ଯୋଉ କହୁଛନ୍ତି? ହଁ ହଁ, ସେ ଆକାଶ ଏକାଶ ସମାନ। ସମାନ ଆକାଶ ମାନେ ଶୂନ୍ୟ ଜାଗା। ହଁ ଆମେ ହଁ ପାଟି ଖୋଲିଦେଲେ ପାଟି ଭିତରେ ଶୂନ୍ୟତା ଅଛି ନା ନାଇଁ? ଅଛି, ସେଇଠି ଆଉ ସ୍ୱର୍ଗ ବୋଲିକି ଆଉ କିଛି ନାହିଁ ନା? ସ୍ୱର୍ଗ କିଛି ନାହିଁ। ସ୍ୱର୍ଗ ହେଲା ସୁଖ, ସ୍ୱର୍ଗ ହେଲା ଆନନ୍ଦ। ଓ ଗୋଟେ ଭାବି ନିଅନ୍ତୁ, ଗୋଟେ ମାଠିଆଟେ ଅଛି। ହଁ ମାଠିଆ ଭିତରେ ଖାଲି ସ୍ଥାନ ଅଛି,
ଅଛି। ଯୋଉଠି ଆମେ ପାଣି ଭରୁଛେ ହଁ ମାଠିଆ ବାହାରେ ଖାଲି ଅଛି, ହଁ ମାଠିଆକୁ ଯଦି ଭାଙ୍ଗିଦବା ବାହାର ଭିତର ସମାନ ନା ନାହିଁ? ସମାନ ଶୂନ୍ୟ। ଭାଙ୍ଗିବା ପୂର୍ବରୁ ବି ସମାନ ନା ନାହିଁ? ହଁ ଭାଙ୍ଗିବା ପୂର୍ବରୁ ବି ସମାନ, କିନ୍ତୁ ଆମେ ଭାବୁଛେ ମାଠିଆ ଭିତରେ ସ୍ଥାନ ଅଛି, ମାଠିଆ ବାହାରେ ସ୍ଥାନ ଅଛି। ଶୂନ୍ୟ ସ୍ଥାନ ସବୁ ଏକ। ଆକାଶ ଏକ। ସେମିତି ପେଟ ଭିତରେ ଆମର ଆଉ ଯାହା ବାହାରେ ତାହା। ବାହାରେ ସେଇଆ ସବୁ ଏକ। ଠିକ ଅଛି, ବହୁତ ସମୟ ସତ୍ସଙ୍ଗ ହେଇଗଲେ। ଗୁରୁଜୀ ନିଶ୍ୱାସ ଯୋଉ ଆଖି ବନ୍ଦ କରି ଯଦି ଅଜପଟା ଯଦି ଧରିବି ହୁଁ। ହେଲେ ବେଶୀ ସମୟ ନେଇପାରିନି, ଅନେଇଲେ ବେଶୀ ସମୟ ଯେଟା ସେମିତି ହଉଛି କି ଧୀରେ ଧୀରେ ଅନେଇଲେ। ହବ, ସାଧନା ଆଁ? ଧୀରେ ଧୀରେ କଲେ ହଁ। ଯେତେବେଳେ ମନ ଅଭ୍ୟସ୍ତ ହେଇଯିବ, ସାଧନାର ସୁଖ ଯେତେବେଳେ ନେବେ ଆଖି ବନ୍ଦ କରି ବି କରିପାରିବେ। ନାଇଁ ଏମିତି ହଉଛି ମୋର, ମୁଁ ଯଦି ଆଖି ଅନେଇବି ବେଶୀ ଜୋର ଲମ୍ବା ନିଶ୍ୱାସ ନେଇପାରୁଛି, ଆଖି ବନ୍ଦ କଲେ ଟିକେ କମ ହଉଛି ଯେ। ନାଇଁ 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 ନାଇଁ, ଶୁଣନ୍ତୁ ଗୋଟେ କଥା, ନିଶ୍ୱାସ ନବା ପାଇଁ ଚେଷ୍ଟା କରିବେନି। ନିଶ୍ୱାସ ଚାଲିଛି, ହଁ ପ୍ରାକୃତିକ ଭାବରେ ସ୍ୱାଭାବିକ ରୂପରେ ଚାଲିଛି। ପ୍ରାଣାୟାମ କରୁଥିବା ସମୟରେ ନିଶ୍ୱାସ ଉପରେ ବ୍ୟାୟାମ କରନ୍ତି ଏଇଥିପାଇଁ, ନିଶ୍ୱାସ ମଧ୍ୟମରେ ପ୍ରାଣ ଶକ୍ତିକୁ ନିୟନ୍ତ୍ରଣ କରି ନିଶ୍ୱାସକୁ ନିୟନ୍ତ୍ରିତ କରିବାର ମାଧ୍ୟମରେ ମନକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଣାୟାମ କରୁଛେ। କିନ୍ତୁ ହଁ ଯେତେବେଳେ କ୍ରିୟା ଯୋଗ କରୁଛେ, ପ୍ରାଣାୟାମ ଭିନ୍ନ କ୍ରିୟା ଯୋଗ ଭିନ୍ନ, ମନେ ରଖନ୍ତୁ। ହଁ ପ୍ରାଣାୟାମ ବାମ ନାସିକା ପୋଡାରେ ଆମେ ନିଶ୍ୱାସକୁ ଭିତରକୁ ନଉଛେ, ଅନ୍ତଃ କୁମ୍ଭକ କରି କିଛି ସମୟ ପାଇଁ ସେ ନିଶ୍ୱାସକୁ ରଖୁଛେ, ତାପରେ ହୁଁ ଡାହାଣ ନାସିକାରେ ଆମେ ସେ ନିଶ୍ୱାସକୁ ନାଙ୍କୁ ପୋଡାରେ ଛାଡୁଛେ, ଏଇଟା ହୁଁ ପ୍ରାଣାୟାମ। କିନ୍ତୁ ହୁଁ ଯେତେବେଳେ ଆପଣ ହଉଛି କ୍ରିୟା ଯୋଗ କରୁଛନ୍ତି, କ୍ରିୟା ଯୋଗ ମାନେ ଶାନ୍ତ ହିଁ ବସିଛନ୍ତି, ହୁଁ ଚାଲୁଥିବା ନିଶ୍ୱାସକୁ ମନର ନେତ୍ରରେ ଅନୁଭବ ମାଧ୍ୟମରେ ଏକାଗ୍ରତା ସହିତ ସେ ନିଶ୍ୱାସକୁ ଦେଖୁଛନ୍ତି। ହୁଁ ନିଶ୍ୱାସ ଭିତରକୁ ଯାଉଛି, ନିଶ୍ୱାସ ବାହାରକୁ ଆସୁଛି, ଆଉ ହଁ ସେଠି ଆପଣ କିଛି କରିବା ପାଇଁ ଚେଷ୍ଟା କରିବେନି, ହଁ ସେ ତା ମନକୁ ହଉଛି। ହଁ ଠିକ ଅଛି, ଆମେ ବିରାମ ଦେବା ସତ୍ସଙ୍ଗକୁ। ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକିରି, ବହୁତ ବିରାଟ ଚର୍ଚ୍ଚା ହେଲା, ଗଭୀର କଥା ଆଜି ଆମେ ଚର୍ଚ୍ଚା କଲେ। ଠିକ ଅଛି, ହଉ ହରି ଓମ୍, ଗୁରୁଜୀ ପ୍ରଣାମ ପ୍ରଣାମ। ପ୍ରଣାମ ପ୍ରଣାମ ପ୍ରଣାମ।